मन्नाथ श्री जगन्नाथ मदगुरु श्री जगतगुरु मदात्मा सर्वभूतात्मा तस्मै श्री गुरवे नमः। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः। क्रियायोग परंपरार समस्त गुरु मानक मु प्रणाम करुछि। विश्वर प्रत्येक संप्रदायर गुरु मानक मु प्रणाम करुछि। उपस्थित भगवत स्वरूपगण सबरी भितर जगन्नाथ को उपलब्धि करी मु प्रणाम करुछि। आज सेप्टेम्बर 28 तारीख 2025 मसीहा रविवार। सबुबले आमे मन रखिबा कथा जीवनर प्रधान लक्ष्य भगवत दर्शन और भगवत उपलब्धि। आमे सबुबले ए गोटे कथा को सबुबले आमे स्मरण करिया कथा। मो जीवनर प्रधान लक्ष्य भगवान को दर्शन करिबे और प्रत्येक मुहूर्त मु भगवान को अनुभव करी। भगवान को छाड़ी आउ आपण जहा करिवे ए संसार रे खाली दुख जंत्रणा कष्ट आपण को प्राप्ति हब। तेणु भगवत दर्शन उपलब्धि पाई कौन आवश्यकता अच्छे। तेणु भगवत दर्शन पाई जेकोसी कर्म पाई जीवन रे प्रथमे श्रद्धा दरकार। सबुबले सब शास्त्र रे श्रद्धा विषय रे बहुत कथा उल्लेख अच्छी। गुरुदेव सब कथा प्रसंग रे कहते आदौ श्रद्धा तत्पर साधु संग तत्पर साधना तत्पर सिद्धि। कौन से कथा ना आदौ श्रद्धा। तेणु श्रद्धा नहले केबे आपण आश्रम को आसबे नहीं। श्रद्धा नहले केबे गुरु ग्रहण करिवे नहीं। श्रद्धा नहले आपण केबे साधना रे बसिया पई इच्छा करिवे नहीं। देखंतु जे कौन से कर्म आपण करूचंती जदि श्रद्धा नहीं से कर्म रे आपण करिबा को इच्छा हुए नहीं। विरक्ति प्रकाश हुए मन अशांत अशांत हुए एवं मन रे चिड़चिड़ी विरक्ति भाव ही प्रकाश पाए। जो काम करिबारे श्रद्धा थाए से भौतिक जगतर कर्म हो किंबा आध्यात्मिक जगतर कर्म हो आपण को बहुत भल लगे। तेणु श्रद्धाटा हूँ बड़ कथा। से लगी शास्त्र लिखाई आदौ श्रद्धा। प्रथमे हूँ श्रद्धा। जार जेते श्रद्धा अच्छी से साधना रे सेते अग्रसर हो पारिबो सेते भगवान को दर्शन आउ अनुभव करि पारिबो। तेणु शास्त्र लिखा अछि श्रद्धावान लभेते ज्ञानं तत्पर संजितेन्द्रिय। तेणु श्रद्धा आसिले मनुष्य कौन करे ना ज्ञान लाभ हुए। से पढ़िया ପାଇଁ इच्छा करे। गीता भागवत ब्रह्मसूत्र उपनिषद आउ भागवत तार पाठ करने को इच्छा हुए। जदि श्रद्धा न रहिबो तेणु मनरे शास्त्र अध्ययन करने
କେବେ ଇଚ୍ଛା ହେବ ନାହିଁ। ମନରେ ଗୋଟିଏ ପ୍ରଶ୍ନ ଉଠେ, ତାହେଲେ ଶ୍ରଦ୍ଧା କେମିତି ମନରେ ଆସିବ? ସମସ୍ତଙ୍କର କାହିଁ ଶ୍ରଦ୍ଧା ହେଉନାହିଁ। କାହାର ଶ୍ରଦ୍ଧା ହେଉଛି ଭୌତିକ ଜଗତର କର୍ମ ପାଇଁ, କାହାର ଶ୍ରଦ୍ଧା ହେଉଛି ଆଧ୍ୟାତ୍ମିକ ଜଗତର କର୍ମ ପାଇଁ। କାରଣ ଜନ୍ମ ଜନ୍ମାନ୍ତର ଯିଏ ଯେଉଁ କର୍ମ କରି ଆସିଛି, ସେଇ କର୍ମ ଗୁଡ଼ିକ, ସେଇ କର୍ମର ଫଳ ଗୁଡ଼ିକ, ସଂସ୍କାର ଗୁଡ଼ିକ ତା ବ୍ରେନ୍ରେ, ମିଡ୍ ବ୍ରେନ୍ରେ ବା ଚିତ୍ତରେ ସବୁ ଷ୍ଟୋର ହେଇକି ଅଛି। ତେଣୁ ସ୍ପୋଣ୍ଟାନିୟସ୍ ଜନ୍ମ ହେଲା ପରେ ସେ କ'ଣ ହେବ ନା, ସେଇ ଟିକେ ବୟସ ହେଲେ ସେ କ'ଣ ହେବ ନା, ସେଇ କର୍ମର ସଂସ୍କାର ଗୁଡ଼ିକ ଯେଉଁଗୁଡ଼ିକ ଡିପୋଜିଟ୍ ଆମ ଚିତ୍ତରେ ଅଛି, ସେଗୁଡ଼ିକ ବାହାରିବ। ଆପଣ ଦେଖିଥିବେ ଯେମିତି ଗୋଟେ କ୍ଷେତ ବା ସମତଳ, ମାନେ ଗୋଟେ ଚାଷ ଜମି ଚାଷ କରି ଦିଆଯାଏ, ଯେମିତି ବର୍ଷା ପାଣି ପଡ଼ିଲେ ଦେଖିବେ ସେ କିଆରିଟି, କ୍ଷେତଟି ବା ଜମିଟି ସମ୍ପୂର୍ଣ୍ଣ ବିଭିନ୍ନ ପ୍ରକାର ଗଛରେ କ'ଣ ହୁଏ ନା ପୁଣି ପରିପୂର୍ଣ୍ଣ ହେଇଯାଏ। ମନରେ ଚିନ୍ତା ହୁଏ, ଏ ସମସ୍ତ ଜମିକୁ ଚାଷ କରି ଦିଆଯାଇଥିଲା, ଏ ଜମି ଏତେ ପୁରା କିଛି ଗଛ ନଥିଲା, କେବଳ ହିଁ ଥିଲା ମାଟି, ଅସରେ ଦିଅସରେ ବର୍ଷାରେ ପୁଣି କେଉଁଠି ସେ ବିହନ ଥିଲା ବା ମଞ୍ଜି ଥିଲା, ସେ ଗଛ ଗୁଡ଼ିକ ଉଠିଲା। ସେଇଭଳି ଚିତ୍ତରେ କୋଟି କୋଟି ଜନ୍ମର ପଶୁବୃତ୍ତି, ଦେବବୃତ୍ତି, ମାନବ ବୃତ୍ତି, ଯେଉଁ ଯୋନି ଦେଇ ସେ ଆସିଛି, ଯେଉଁ ସଂସ୍କାର ଦେଇ ଆସିଛି, ସେଇ ସଂସ୍କାର ଗୁଡ଼ିକ କ'ଣ ହୁଏ ନା ତା ଭିତରେ ଡିପୋଜିଟ୍ ହେଇଥାଏ। କେତେବେଳେ କେଉଁ ସଂସ୍କାର ବାହାରିବ, କେଉଁ ସଂସ୍କାର କାମ କରିବ, ସେଇଟା ତୁମ କଣ୍ଟ୍ରୋଲ ଭିତରେ ନାହିଁ, ତୁମ ଆୟତ ଭିତରେ ନାହିଁ, ତୁମର ନିୟନ୍ତ୍ରଣ ଭିତରେ ନାହିଁ। ବଡ଼ ଆଶ୍ଚର୍ଯ୍ୟ ଲାଗେ, ସେ ସଂସ୍କାର ଗୁଡ଼ିକ କେମିତି ଅଛି, ସବୁ ଯେମିତି ମେମୋରିରେ ରହିଛି, ସେମିତି ଚିତ୍ତରେ ସବୁଗୁଡ଼ିକ ବୃତ୍ତି ଆକାରରେ କ'ଣ ହେଲା ନା ରହିଛି। ସମୟ ହେଲେ କେମିତି କେଉଁ ସମୟରେ ସେ ଆସିବ, ତାର ଠିକ୍ ଆଉ ଠିକଣା ନାହିଁ। ଜୀବନଯାତ୍ରାରେ ଆପଣ ଦେଖିବେ, ଚଲା ପଥରେ ସମସ୍ତେ ତ ଆମେ ଚାଲିଛେ, କେଉଁଠିକି ଚାଲିଛେ ନା ମୃତ୍ୟୁର ନିକଟକୁ। କେଉଁଠି ଚାଲିଛେ ନା ଯେଉଁଠୁ ଆସିଛେ ସେଇଠି ପହଞ୍ଚିବା ପାଇଁ ଆମେମାନେ ସବୁ ଚାଲିଛେ। ତେଣୁ ସେଇ ଚଲା ପଥରେ କେତେବେଳେ ଆକସ୍ମିକ ଭାବରେ କିଏ ଆସି ଦେଖା ହୁଏ, କିଏ ହୁଏ ସାକ୍ଷାତ ହୁଏ, କାହା ସହିତ ମିଳନ ହେଇଯାଏ, କାହା ସହିତ ବିୟୋଗ ହେଇଯାଏ, କେତେବେଳେ ଆକ୍ସିଡେଣ୍ଟ ହେଇଯାଏ, କେତେବେଳେ ମଣିଷ ରୋଗଗ୍ରସ୍ତ ହେଇଯାଏ, କେତେବେଳେ ସିଏ ପୁଣି ବିବାହ ପଡ଼େ, କେତେବେଳେ ପୁଣି ବିବାହ ଯାତ୍ରାରୁ ପୁଣି ବିୟୋଗ ହେଇଯାଏ। ମାନେ ତାର କିଛି ହିସାବ ନିକାଶ ନାହିଁ। ଆକୁ ସବୁ କିଏ ନିୟନ୍ତ୍ରଣ କରୁଛି, କିଏ କଣ୍ଟ୍ରୋଲ କରୁଛି? ଯଦି ଆପଣ ସ୍ଥିତପ୍ରଜ୍ଞା ହେବେ, ଶାନ୍ତ ଭାବ ଆପଣ ଭିତରେ ଆସିବ, ବହୁଦିନ କ୍ରିୟା ଅଭ୍ୟାସ କରିବେ, ବହୁଦିନ ଗୁରୁଙ୍କର ସାନ୍ନିଧ୍ୟରେ ଆସିବେ, ବହୁଦିନ ନିଜକୁ ସମୀକ୍ଷା କରି ଦେଖିବେ, ଏସବୁ ଅଲୌକିକ ଘଟଣା, ଅଲୌକିକ କାଣ୍ଡ କେମିତି ଘଟୁଛି, ଆକୁ କିଏ ଘଟଉଛି? ଚଲା ପଥରେ, ଯିବା ପଥରେ ଏସବୁ ଘଟଣା ଗୁଡ଼ିକ କେମିତି ଘଟି ଯାଉଛି। ବଡ଼ ଆଶ୍ଚର୍ଯ୍ୟର କଥା। ସମସ୍ତେ ଏ କଥା ଜାଣିପାରନ୍ତି ନାହିଁ। ଯେଉଁମାନେ ସୂକ୍ଷ୍ମ ଜଗତର ଯାତ୍ରୀ, ସ୍ଥୂଳ ଜଗତର ଯାତ୍ରୀ ନୁହନ୍ତି, ସେଇମାନେ କେବଳ ଏ କଥାକୁ ଜାଣିପାରନ୍ତି ଏବଂ ପ୍ରତ୍ୟେକଟି ସମୟରେ ନିଜର ଚିନ୍ତାକୁ ସେମାନେ କ'ଣ କରନ୍ତି, ନିରୀକ୍ଷଣ କରନ୍ତି, ଭଲ ରୂପେ ଜାଣନ୍ତି। ଯିଏ ନିଜର ଚିନ୍ତାକୁ ପ୍ରତ୍ୟେକଟି ମୁହୂର୍ତ୍ତରେ ଜାଣିପାରୁଛି, ତାପରେ ବିଭୁ କୃପା, ଭଗବତ କୃପା, ଗୁରୁ କୃପା ହିଁ ତାପରେ ରହିଛି। ଯଦି ନିଜର ଚିନ୍ତାକୁ ଆପଣ ଜାଣିପାରିବେ,
ତାହେଲେ ଆପଣ ନିଜକୁ କରେକ୍ସନ୍ କରିପାରିବେ। ତ ନିଜର ଚିନ୍ତାଧାରାକୁ ଆପଣ ଆଦୌ ଜାଣିପାରୁନାହାନ୍ତି। କେମିତି ବସିବି ଜାଣିପାରୁନାହାନ୍ତି, କେମିତି କଥା କହିବି ଜାଣିପାରୁନାହାନ୍ତି, କେମିତି ଖାଇବି ଜାଣିପାରୁନାହାନ୍ତି। ଧ୍ୟାନ କେନ୍ଦ୍ରକୁ ଗଲେ ସେଠି ରୁମ୍ରେ କେଉଁ ନିୟମ ମାନି ଚଳିବି, ମୋବାଇଲ ଆଣିଛନ୍ତି ସୁଇଚ୍ ଅଫ୍ କରୁନାହାନ୍ତି କି ସାଇଲେନ୍ସ କରୁନାହାନ୍ତି, ଜାଣିପାରୁନାହାନ୍ତି। ଏହାଦ୍ୱାରା ପରିବେଶଟା ଡିଷ୍ଟର୍ବ ହେଉଛି। ଯଦି ଜାଣିପାରିବେ ତାହେଲେ କେବେ ଆପଣ ମୋବାଇଲଟାକୁ ଅନ୍ ରଖିପାରିବେ, ଆପଣ ଫ୍ଲାଇଟ୍ ମୋଡ଼ରେ ରଖିଦେଇପାରିବେ କି କେଉଁ ପ୍ରକାର ସବୁ ଟେକ୍ନିକ୍ ଅଛି, ବନ୍ଦ କରିଦେଲେ ସାଉଣ୍ଡ ହେବ ନାହିଁ। ଏଇଟା ମୋବାଇଲଟା କ'ଣ ଗୋଟେ ଜୀବନ? ତାକୁ ନ ଧରିଲେ କ'ଣ ବଞ୍ଚି ହେବ ନାହିଁ? ଯେତେବେଳେ ନଥିଲା ଆପଣମାନେ କ'ଣ ବଞ୍ଚି ନଥିଲେ? ଏ ସୃଷ୍ଟିରେ ଦେଖିବ ଦିନ ଆସିବ ଯେତେ ପ୍ରକାର ଅସୁବିଧା ଘଟଣା ଘଟିଛି ବା ଘଟୁଛି ଏବେ, ତା ମୂଳରେ ହେଉଛି ମୋବାଇଲ। ଛାଡ଼ନ୍ତୁ, ଆପଣଙ୍କର ସେଇ ଯେଉଁ ଘଟଣା ସବୁ ଚିତ୍ତରୁ ଆସୁଛି ସେଇଟା ସବୁ ଷ୍ଟୋର ହେଇକି ଅଛି। ଜଣେ ବ୍ୟକ୍ତି, ଜଣେ ପର୍ସନ୍, ସେ ଶଯ୍ୟା ତ୍ୟାଗରୁ ଶଯ୍ୟାକୁ ଯିବା ପର୍ଯ୍ୟନ୍ତ କେବଳ ଭଗବତ କର୍ମରେ ହିଁ ରହୁଛି। ଆପଣ ଯଦି ସମୀକ୍ଷା କରି ଦେଖିବେ ତା ଚିତ୍ତରେ କେବଳ ଏଇ ବୃତ୍ତି ଗୁଡ଼ିକ, ଏଇ ଥଟ୍ସ ଗୁଡ଼ିକ ଷ୍ଟୋର ହେଇଅଛି, ସେଇଗୁଡ଼ିକ ହିଁ ବାହାରୁଛି। ସେ ସେଇ କାମ ହିଁ କେବଳ କରୁଛି। ଯେମିତି ବର୍ଷା ହେଲେ ଧାନ କ୍ଷେତ୍ରରେ ଯେଉଁ ମଞ୍ଜି ଥିବ ସେଇ ଗଛ ଗୁଡ଼ିକ ହିଁ ଉଠିବ। ସେଇଭଳି ପରିବେଶ ସମୟ ସ୍ନାନର ପ୍ରଭାବରେ ସେଇ ଚଲାପଥରେ ଯାଉ 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 ଅନେକ ଆସିବେ, ଅନେକ ଯିବେ, ଅନେକ ସହିତ ମିଳନ ହେବ, ଅନେକ ସହିତ ବିୟୋଗ ହେବ, ଅନେକ ସହିତ ମିତ୍ରତା ହେବ, ଅନେକ ସହିତ ଶତ୍ରୁତା ହେବ, ଅନେକ ସହିତ ନୀରବତା ବି ହେଇଯିବ। ଭାବିକି ଯଦି ଦେଖିବେ ଆପଣଙ୍କୁ ବଡ଼ ଆଶ୍ଚର୍ଯ୍ୟ ଲାଗିବ। ଏଇ ସମସ୍ତ ଯେତେ ଘଟଣା ଘଟିଗଲା ବା ଘଟିବ ବା ଘଟିବାକୁ ଯାଉଛି, ଏ ସବୁର ମୂଳ କାରଣ ହେଉଛି ମୋର କର୍ମ। ଦେଖିବେ ସବୁଟାକୁ ସମୀକ୍ଷା କରି ଦେଖିବେ, ସବୁଟା ହିଁ ଆପଣଙ୍କର କର୍ମ। ତେଣୁ କଥା ରହିଛି କେଉଁଠି ନା ଭଗବତ ଉପଲବ୍ଧି ଦର୍ଶନ ପାଇଁ ଆମର ପ୍ରଥମ କ'ଣ ଦରକାର ନା ଶ୍ରଦ୍ଧା ଦରକାର। ତେଣୁ ଶ୍ରଦ୍ଧା ଜଣଙ୍କର କାହିଁକି ଆସୁଛି, କାହିଁକି ନ ଆସୁଛି, ସେଇ କଥା କହିବା ଭିତରେ ଅନେକ କଥା ଆସିଥିଲା। ତେଣୁ ଶ୍ରଦ୍ଧାଟା ଯଦି ପୂର୍ବ ଜନ୍ମରୁ ଷ୍ଟୋର ହେଇକି ଆମ ଚିତ୍ତରେ ଥିବ, ଆମର ମିଡ୍ ବ୍ରେନ୍ରେ ସଞ୍ଚିତ ହେଇଥିବ, ଆମକୁ କେହି ଶିଖିବାକୁ ପଡ଼ିବନି। ସ୍ପୋଣ୍ଟାନିୟସ୍ ଆମ ଭିତରେ ସେଇ ଥଟ୍ସଟା ହିଁ ଆସିବ। ତେଣୁ ଏ ଶ୍ରଦ୍ଧାଟା ଚିତ୍ତରେ କେମିତି ଷ୍ଟୋର ହେଇ ରହିଛି ନା କ୍ରିୟମାଣରୁ। ତେଣୁ ଯଦି ଆମର ଏ ଜନ୍ମରେ ଆମର ଭଗବାନଙ୍କ ପ୍ରତି, ଗୁରୁଙ୍କ ପ୍ରତି, ଶାସ୍ତ୍ର ପ୍ରତି, ଦେବାଦେବୀଙ୍କ ପ୍ରତି ମନରେ ଶ୍ରଦ୍ଧା ନ ଆସୁଛି, ତାହେଲେ ଆମେ କ'ଣ କଲେ ଆମ ମନରେ ଶ୍ରଦ୍ଧା ଆସିବ? ଯାହାର ଯେତିକି ଶ୍ରଦ୍ଧା ତୀବ୍ରତର, ଯେତିକି ଗଭୀର, ସେ ସେତେ ଈଶ୍ୱରାଭିମୁଖୀ ହୁଏ ଏବଂ ସେତିକି ଭଗବତ ଚେତନାରେ ନିଜର ସମୟଟାକୁ, ନିଜର ଜୀବନଟାକୁ ସେ ଅତିବାହିତ କରେ। ତେଣୁ କେମିତି? ଯଦି ଶ୍ରଦ୍ଧା ନ ଆସିବ, ଶାସ୍ତ୍ରରେ ଗୀତା ଭାଗବତରେ ଉଲ୍ଲେଖ ଅଛି, ଆପଣ ସତ୍ସଙ୍ଗର ଆଶ୍ରୟ ନେବେ, ସାଧୁ ସଙ୍ଗ କରିବେ, କମ୍ପଲସରି ମନକୁ ବୁଝେଇକି ଆପଣ ମହାପୁରୁଷମାନଙ୍କର ଜୀବନୀଟାକୁ ପାଠ କରିବେ ବା ଭକ୍ତମାନଙ୍କର ଜୀବନୀକୁ ଆପଣ ପାଠ କରିବେ। ଯଦି ଭକ୍ତମାନଙ୍କର ଜୀବନୀକୁ ଆପଣ ବାରମ୍ବାର ପାଠ କରିବେ, ତାହେଲେ କ'ଣ ହେବ ନା ଦେଖିବେ କିଛି ଦିନ ପରେ, କିଛି ମାସ ପରେ ଆପଣ ଭିତରେ ଯେତିକି ଶ୍ରଦ୍ଧା ନଥିଲା ସେତିକି ଶ୍ରଦ୍ଧା ଆସିଯାଇଛି। କେମିତି
ନା ଆପଣ ସେଇ ସବୁ ପ୍ରୋଗ୍ରାମ କ'ଣ କଲେ ନା ପୁଣି ଚିତ୍ତରେ ଷ୍ଟୋର କରିଦେଲେ। ଯେହେତୁ ଚିତ୍ତରେ ଆପଣ ଷ୍ଟୋର କରିଦେଲେ ସେଗୁଡ଼ିକ ରହିଲା, ସେଗୁଡ଼ିକ ପୁଣି ବାହାରିବ ନା। ଯାହା ଷ୍ଟୋର ଥିଲା ତା ବାହାରିଲା, ଏବେ ଯାହା ଷ୍ଟୋର କରିବେ ସିଏ ପୁଣି ବାହାରିବ। ତେଣୁ ଏଥିପାଇଁ କି ସତ୍ସଙ୍ଗର ଆୟୋଜନ, ଏଥିପାଇଁ ସ୍ୱାଧ୍ୟାୟର ଆୟୋଜନ, ଏଥିପାଇଁ ସାଧୁସଙ୍ଗର ଆୟୋଜନ। ସେଥିଲାଗି ଭାଗବତରେ ଲେଖା ଅଛି, ଏ ଜୀବ ସାଧୁ ସଙ୍ଗ ବିନୁ ଲଭି ନପାରେ ମୋର ତନୁ। ତେଣୁ ଏ ଜୀବ ଭଗବତ ପ୍ରାପ୍ତି, ଭଗବତ ଦର୍ଶନ ଆଉ ଅନୁଭବ କରିବାକୁ ହେଲେ ତାକୁ କ'ଣ କରିବାକୁ ପଡ଼ିବ ନା ବାରମ୍ବାର ସତ୍ସଙ୍ଗର ଆଶ୍ରୟ ନେବାକୁ ପଡ଼ିବ, ବାରମ୍ବାର ସାଧୁସଙ୍ଗ କରିବାକୁ ପଡ଼ିବ, ବାରମ୍ବାର କ'ଣ କରିବାକୁ ପଡ଼ିବ ନା ଭକ୍ତମାନଙ୍କର ଚରିତ୍ରକୁ ସେ ଭଲ ଭାବରେ, ଜୀବନୀକୁ ଭଲ ଭାବରେ ପାଠ କରିବ। ଯାହାର ଜୀବନୀକୁ ଆପଣ ପାଠ କରିବେ, ଯାହାର ବିଷୟରେ ଆପଣ ଜାଣିବେ, ଏ ମନ ସବୁବେଳେ ଧଳା, ସବୁବେଳେ ସଫେଦ, ଇ ଯେଉଁ ରଙ୍ଗରେ ରଙ୍ଗେଇ ହେବ ସେ ରଙ୍ଗ ତାଠି ଲାଗିଯିବ। ଯେଉଁ ସଂସ୍ପର୍ଶରେ ଆସିବ, ଯାହା ସହିତ ଆଟାଚମେଣ୍ଟ ହେବ ସେ ରଙ୍ଗ ତାଠି ଲାଗିଯିବ। ପୁଣି କିଛି ଦିନ ପରେ ଆଉ ଗୋଟେ ସଙ୍ଗ କଲେ ସେ ପୁଣି ସେ ରଙ୍ଗରେ ମନ ରଙ୍ଗେଇ ହେଇଯିବ। ତାର ତ ନିର୍ଦ୍ଦିଷ୍ଟ ରଙ୍ଗ ନାହିଁ ଏବଂ ନିର୍ଦ୍ଦିଷ୍ଟ ରଙ୍ଗ ତାଠି ଲାଗି ରହେ ନାହିଁ। ତେଣୁ ଯେଉଁମାନେ ଭକ୍ତ, ଯେଉଁମାନେ ଜନ୍ମାନ୍ତର ସାଧନା କରିକି ଆସିଛନ୍ତି, ସେମାନଠି ସେଇ ଭଗବତ ରଙ୍ଗ, କାଳିଆ ରଙ୍ଗ ତାଠି ବୋଳେଇ ହେଇଯାଇଥାଏ ଏବଂ ସେ ରଙ୍ଗ ଆଉ କେତେବେଳେ ଛାଡ଼େ ନାହିଁ। ସେ ସବୁବେଳେ ଗୋଟିଏ ରଙ୍ଗରେ ଥାଏ, ଅଲଗା ରଙ୍ଗ ତାଠି ମିଶିପାରିବ ନାହିଁ। ଭଜନରେ ଆପଣ ଶୁଣ, କାଳିଆ ମୋ ଦେହ ବୋଳି ଦେ ତୋ ଦେହ କଳା। କାରଣ ସେଇ ରଙ୍ଗଟା ଲାଗିଗଲେ ଆଉ କେଉଁ ରଙ୍ଗ ଆଉ ଲାଗିବ ନାହିଁ। ତେଣୁ ଶ୍ରଦ୍ଧା ହେଉଛି ବଡ଼ କଥା। ସେଥିଲାଗି ଭଗବତ ଗୀତାରେ ଭଗବାନ କହିଛନ୍ତି, ଶ୍ରଦ୍ଧାବାନ ଲଭେତ ଜ୍ଞାନଂ ତତ୍ପର ସଂଜିତେନ୍ଦ୍ର ଜ୍ଞାନଂ ଲବ୍ଧା ପରାଂ ଶାନ୍ତି ମଚିରେଣେ ଅଧିଗଚ୍ଛତି। ତେଣୁ ଜ୍ଞାନଂ ଲବ୍ଧା ପରାଂ ଶାନ୍ତି। ଦେଖନ୍ତୁ, ଏ ସଂସାରରେ ଯେତେ ଘଟଣା ଘଟୁଛି, ସବୁ ଘଟଣା ଗୁଡ଼ିକ ସମାଧାନ ହୁଏ କେଉଁଥିରେ ନା ଜ୍ଞାନ ଦ୍ୱାରା। ଦେଖ, ସେଥିରେ କେଉଁ ଜ୍ଞାନ ନା ଭୌତିକ ଜଗତ ଜ୍ଞାନ ଦ୍ୱାରା ବି ସମାଧାନ ହୁଏ, ଆଧ୍ୟାତ୍ମିକ ଜଗତର ଜ୍ଞାନ ଦ୍ୱାରା ବି ସମାଧାନ ହୁଏ। ଆଧ୍ୟାତ୍ମିକ ଜଗତର ଜ୍ଞାନର ସମାଧାନଟା ହେଉଛି ଗୋଟିଏ ପଦ। ଭୌତିକ ଜଗତର ଯଦି କଥାଟାକୁ ସମାଧାନ କରାଯିବ, ବିଭିନ୍ନ ପ୍ରକାର ଆଇନ କାନୁନ ଲେଖା ଅଛି। ଯେମିତି ଓକିଲମାନେ ଲ ବହି ପଢ଼ିଛନ୍ତି, ମାଜିଷ୍ଟ୍ରେଟ୍ ବି ପଢ଼ିଛନ୍ତି, ତାକୁ ବିଭିନ୍ନ ପ୍ରକାର ସମୀକ୍ଷା ଆନାଲିସ୍ କରି ସେ ଘଟଣାକୁ ସମାଧାନ କରନ୍ତି। ସେ ଘଟଣାରେ କ'ଣ ହୁଏ ନା ମନ ପରିତୃପ୍ତ ହୁଏ ନାହିଁ। ଯଦି ଆଧ୍ୟାତ୍ମିକ ଜଗତର ନିୟମ ଅନୁସାରେ, ଆଇନ ଅନୁସାରେ ଯଦି ସମାଧାନ କରିବାକୁ ଯିବ, ଗୋଟିଏ ପଦ, ଗୋଟିଏ ସେଣ୍ଟେନ୍ସ, ଉଭୟ ପକ୍ଷଙ୍କର କ'ଣ ହେବ ନା ମନ ପରିତୃପ୍ତ ହେଇଯିବ। ଜ୍ଞାନଂ ଲବ୍ଧା ପରାଂ ଶାନ୍ତି। ଜ୍ଞାନ ଲାଭ ପରେ ବ୍ୟକ୍ତି ପ୍ରତ୍ୟେକ ସମସ୍ୟାକୁ କ'ଣ କରେ ନା ସମାଧାନ କରିଦିଏ। ସବୁ ସମାଧାନ କରିଦେଲା ପରେ କ'ଣ ହୁଏ? ଶାନ୍ତି ମିଳେ। ଜ୍ଞାନଂ ଲବ୍ଧା ପରାଂ ଶାନ୍ତି। ଗୋଟିଏ ପଦ କ'ଣ ନା ସବୁ ଈଶ୍ୱରଙ୍କ ଇଚ୍ଛାରେ ହେଉଛି, ସବୁ ଈଶ୍ୱର କରୁଛନ୍ତି ବା କରାଉଛନ୍ତି। ତାକୁ ଆହୁରି ସରଳ ଭାଷାରେ ଦେଖିଲେ, ହେ ଭଗବାନ, ସବୁକିଛି ତୁମେ, ସବୁକିଛି ତୁମେ, ସବୁକିଛି ତୁମେ ଭାବିଦେଲ। ସୁଖ ବି ତୁମେ, ଦୁଃଖ ବି ତୁମେ, ଭଲ ବି ତୁମେ, ମନ୍ଦ ବି ତୁମେ, ସ୍ୱର୍ଗ ବି ତୁମେ, ନର୍କ ବି ତୁମେ, ସବୁ ତ ତୁମେ। ଆଉ ତୁମ ବିନା ଆଉ କିଛି ନାହିଁ। ଆଉ ଯାହା ଘଟଣା ଘଟିଛି ସବୁ ତୁମେ କରିଛ। ସବୁ ଯାହା କିଛି କରିଛ ସବୁ ମୋର ମଙ୍ଗଳ ପାଇଁ ହିଁ କରିଛ। ତେଣୁ ଗୁରୁଦେବ କହୁଥିଲେ, ହଜାର ହଜାର ସମସ୍ୟା କିନ୍ତୁ ସମାଧାନ ଗୋଟିଏ। କ'ଣ? ଯେତେ ସମସ୍ୟା ଅଛି ଆପଣଙ୍କର ତାର ସମାଧାନର ସୂତ୍ର ଗୋଟିଏ। କ'ଣ ସୂତ୍ରଟି? ନା ଆପଣ ସବୁ ତୁମେ ଯଦି ଭାବିବେ, ଗୁରୁଦେବ ତାକୁ କହୁଥିଲେ, ତୁମେ ଧ୍ୟାନ କର।
अलगा साधु सन्त माने को तुम जप कर निजको सम सात्विक जीवन काट जप ध्यान रे बुड़ी जाओ तुम प्रत्येक समस्या समाधान हो खाली समाधान हम नहीं तुम्हें शांति आउ आनंदर कौन हम ना अधिकारी हम तेणु श्रद्धाटा बहुत बड़ कथा देखु जीवन रे आमर केते श्रद्धा आसूची सत् प्रति केते श्रद्धा असत प्रति केते श्रद्धा देखंतु आमर असत प्रति सब श्रद्धा आमर सत प्रति श्रद्धा नहीं जो असत प्रति आमर श्रद्धा आसूची से श्रद्धाटा कौन हम ना चिरस्थायी कि रहिबो नाही ताही परम पिता परम ब्रह्मंकर इच्छा ताही भगवान लीला और खेला समस्त जीवन रे गोटे गोटे अनुभव अच्छी जो श्रद्धाटा आपणकर जहा प्रति थिला से श्रद्धा कंटिन्यू करुची कि से श्रद्धाटा रोची कि मार छुआ पर जो स्नेह श्रद्धा कहती से श्रद्धा से माँ देखे डे बाय डे से कमी जाऊची कि बढ़ी जाऊची आम जीवन अनुभव से श्रद्धा डे बाय डे कमी जाए से श्रद्धा डे बाय डे बढ़े ना आध्यात्मिक जगतर कथाटी मध्य सेया डे बाय डे से श्रद्धा कमी जाए कहीं कमी जाए ताही भगवान लीला आ भगवान खेला जदि प्रकृत रे तुम्हें श्रद्धा को बुझी श्रद्धा को जानी एवं श्रद्धा विषय ज्ञान लाभ कर प्रकृत श्रद्धाटा कौन जदि तुम साधना करके अनुभव होले से श्रद्धाटी कन्स्टांट केतबेला कमिब नाही जदि तुम्हें से विषय भल कि बुझीन भल कि जानिन भल कि अनुभव करिन श्रद्धा पूर्वजन्म संस्कार क्या से संस्कारटा क्षय होगला परे तुमर आउ से श्रद्धाटा रहिब नाही देखुना सांसारिक जगत हो आध्यात्मिक जगत हो नुआ नुआ दीक्षा नेला बेले जेतिकी साधना करिवार श्रद्धा थाए गुरुंग प्रति जेतिकी श्रद्धा थाए विश्वास थाए भक्ति थाए निर्भर थाए आउ कौन से रहे कि कहीं रहे नहीं ना आम प्रकृत रे भल भाव बुझीपारे श्रद्धाटा कौन एवं श्रद्धार कले रिजल्टा कौन मिले प्रत्येक कर्मर गोटे फल रही ना से फलटा कौन आमको जना न थाए तेणु सबु बेले बड़ा आश्चर्य आमको लगे भगवान को माया रे भगवान ऐश्वर्य रे भगवान को विभूति रे जमी समस्त मनटा बांधी जाइए समस्त माने जनकर भी नुहे जोटी आपण आखि पड़ जोटी आपण आखि खोलीदे संसार आखि बंद कले ईश्वर आम अनेक थर कहीचु जो मैंने प्रकृत ज्ञानी ज्ञानी बोले जो मान भितर आत्मज्ञान अच्छी से माने सबुबले नीरवता भितर दिनटा को अतिवाहित करते जहाँ को कह जाए इंग्लिश रे साइलेंस इज मेडिटेशन प्रकृत नीरवताटा ही ध्यान कौन नीरवता गोटे बाहर नीरवता गोटे भीतर नीरवता गोटे बाह्य मौन गोटे अंतर मौन आमर बाह्य मौनटा तो एपर्यंत हो पारा नहीं कहीं आमे आमर चित्तरू जो संस्कार आसूची जो वृत्ति आसूची से वृत्ति विषय आमे सचेतनशील ना हूँ जान मोर गपीवा को इच्छा हो गपिली मुझे जानी था ये गपीवाटा भल कि मंद कि गपीबार आवश्यकता अच्छी कि नहीं मु केबे कथा हुए मु से विषय पर्यंत जानी ना आपण कहे मु जाणी कि गपुची
କେବେ ଜାଣିକି ଗପୁ ନାହାନ୍ତି। ଯେଉଁ ଜିନିଷ ଭଲ ଭାବରେ ଜାଣିଛନ୍ତି ସେ ତାକୁ କେବେ କରିଛନ୍ତି, ସେ ବିଷୟରେ ଆପଣ ସଚେତନ ଅଛନ୍ତି। ଆଜି ଯେଉଁ ଭୁଲ କରୁଛନ୍ତି ସେ ଭୁଲଟାକୁ ଆପଣମାନେ ଭଲ ଭାବରେ ଜାଣିନାହାନ୍ତି, ସେଇ ଭୁଲ ବିଷୟରେ ଆପଣମାନେ ଏପର୍ଯ୍ୟନ୍ତ ସଚେତନ ନାହାନ୍ତି। ଯଦି ସଚେତନ ହେଇଯିବେ ତାହେଲେ ଆପଣ ପ୍ରତ୍ୟେକଟି ମୁହୂର୍ତ୍ତରେ ଜାଗ୍ରତ ଅବସ୍ଥାରେ ରହିବେ। ପ୍ରତ୍ୟେକଟି ମୁହୂର୍ତ୍ତରେ କ'ଣ କରିବେ ନା ଜାଗ୍ରତ। ଜାଗ୍ରତ କ'ଣ ନା ବ୍ୟାସଦେବ କହିଲେ କଳ ଶୟନୁ ଭବନ୍ତୁ। ଏ କଳିଯୁଗର ସମସ୍ତ ଲୋକମାନେ କ'ଣ କରିଛନ୍ତି ନା ଶୋଇ ପଡ଼ିଛନ୍ତି। ଆରେ ଆପଣମାନଙ୍କ ମନରେ ଧାରଣା ହେବ ଆମେ ସମସ୍ତେ ବସିଛୁ, ସମସ୍ତେ ଦେଖୁଛୁ, ନିଦ ମାଡ଼ିଲେ ଶୋଉଛୁ ନା କ'ଣ ସବୁବେଳେ ଶୋଇପଡ଼ୁଛୁ? ଶୋଇବା ଅର୍ଥ ଏଠି ହେଉଛି ଆମେ ଅଚେତନ ଅବସ୍ଥାରେ ଅଛୁ। ଆମେ ସେଇ ଆତ୍ମା, ଆମ ଭିତରେ ଭଗବାନ ଅଛନ୍ତି, ସବୁ କରାଉଛନ୍ତି ବା କରୁଛନ୍ତି। ମୁଁ ସେଇ ପରମାତ୍ମାଙ୍କର ଅଂଶବିଶେଷ, ମୁଁ ସେଇ ଆତ୍ମା, ମୁଁ ଦେହୀ, ମୁଁ ଏ ଘରେ ବାସ କରିଛି, ଏ ଦେହ ରୂପକ ମନ୍ଦିର ଭିତରେ ମୁଁ ଅବସ୍ଥାପନ କରୁଛି। ମୁଁ କିନ୍ତୁ ଦେହ ନୁହେଁ। ଏ କନସିୟସନେସ୍, ଏଇ ଚେତନା ଆମ ଭିତରେ କେତେବେଳେ ଆସୁନାହିଁ। ପ୍ରତ୍ୟେକଟି ମୁହୂର୍ତ୍ତରେ, ପ୍ରତ୍ୟେକଟି ସମୟରେ ଆପଣ ଭିତରେ ଧାରଣା ହେଉଛି ମୁଁ ସେଇ ଦେହ, ମୁଁ ସେଇ ଦେହ। ଯେତେ ବିଚାର କରି ଦେଖନ୍ତୁ, ଯେତେ ସମୀକ୍ଷା କରି ଦେଖନ୍ତୁ, ଯେତେ ଆଲୋଚନା କରି ଦେଖନ୍ତୁ, ମାନେ ଏ କଥା ସମସ୍ତଙ୍କୁ କୁହାଯାଉଛି। କାହାକୁ ନା ସମସ୍ତଙ୍କୁ କୁହାଯାଉଛି। ମାନେ ସାଧୁସନ୍ତଙ୍କ ଠାରୁ, ଗୃହସ୍ଥାଶ୍ରମ ଠାରୁ, ବ୍ରହ୍ମଚାରୀ ଆଶ୍ରମ ଠାରୁ, ବାନପ୍ରସ୍ଥ ଆଶ୍ରମ ଠାରୁ, ବର୍ତ୍ତମାନ କଳି ଯୁଗରେ ନାମକୁ ମାତ୍ର ଯେଉଁ ସନ୍ନ୍ୟାସ ଆଶ୍ରମ ସୃଷ୍ଟି ହେଉଛି ସେଇ ସନ୍ନ୍ୟାସମାନଙ୍କୁ ମଧ୍ୟ କୁହାଯାଉଛି। ସମସ୍ତେ ଚେତନାରେ ନାହାନ୍ତି, ସମସ୍ତେ କ'ଣ କରୁଛନ୍ତି ନା ଶୋଇ ପଡ଼ିଛନ୍ତି, ଜାଗ୍ରତ ନାହାନ୍ତି। ଯାହା ଭିତରେ 24 ଘଣ୍ଟା ଆତ୍ମବୋଧ ଅବସ୍ଥା ଆସୁଛି ସେ ବ୍ୟକ୍ତି କେବଳ ଶୋଇ ନାହିଁ, ସବୁବେଳେ ସେ ଜାଗ୍ରତ ଅବସ୍ଥାରେ ଅଛି। ଯେପର୍ଯ୍ୟନ୍ତ ଆମର ଦେହବୋଧ ଅବସ୍ଥା ଆସୁଛି, ଆମେ ଦେହବୋଧରୁ ଅତୀତ ହୋଇପାରୁନେ। ମୁଁ ସେଇ ଦେହ ଏବଂ ସେ ଦେହର କ୍ରିୟା ପ୍ରତିକ୍ରିୟା ସବୁବେଳେ ମୋ ମନରେ ହିଁ ହେଉଛି। କ'ଣ ହେଉଛି? କି ଗାଳି ଦେଲା ଦୁଃଖ ଲାଗୁଛି, କିଏ ଭଲ କହିଲା ଆନନ୍ଦ ଲାଗୁଛି, କିଏ ଖାଇବାକୁ ଦେଲା ଆପଣ ଖୁସି ହେଇଯାଉଛନ୍ତି, କିଏ ଖାଇବାକୁ ନଦେଲା ଆପଣ ଦୁଃଖ କରୁଛନ୍ତି, କିଏ ସମ୍ମାନ ଦେଲା ଆପଣ କେତେ ଆନନ୍ଦ, ଏବଂ ଯେ ନିନ୍ଦା କଲା କେତେ ଦୁଃଖ କେତେ କଷ୍ଟରେ ଆପଣ ଭାଙ୍ଗି ପଡ଼ୁଛନ୍ତି। ଥରେ କେବେ ସମୀକ୍ଷା କରି ଦେଇଛନ୍ତି, ସମୀକ୍ଷା କରି ଦେଖିଛନ୍ତି ଏଇସବୁ ଯେଉଁ କ୍ରିୟା ମୋ ମନ ଭିତରେ ଘଟୁଛି ଏ ଦେହବୋଧର କ୍ରିୟା ନା ଆତ୍ମବୋଧର କ୍ରିୟା? ଯଦି ଏ ଦେହବୋଧର କ୍ରିୟା ତାହେଲେ ମୁଁ କେତେ ଦୁଃଖ ଯନ୍ତ୍ରଣା କଷ୍ଟ, କେତେ ଟିକେ ମାନେ ଆନନ୍ଦ ନୁହଁ ଟିକେ ଶାନ୍ତି, ଟିକେ ସୁଖ ପାଉଛି। କିଏ ଟିକେ ପ୍ରଶଂସା କଲା, କେତେ ସମୟ ପ୍ରଶଂସା କରିବ, କେତେ ସମୟ କିଏ ଫୁଲମାଳ ପିନ୍ଧିବ, କେତେ କିଏ ଟଙ୍କା ଆଣିକି ଦେବ, କେତେ କିଏ ମିଠା କଥା କହିବ। ତେଣୁ ଆମେ ଏଇଥିରେ ଆମ ଜୀବନଟା ରହିଯାଉଛି ନିନ୍ଦା ପ୍ରଶଂସା, ଦୁଃଖ ସୁଖ, ଭଲ ମନ୍ଦ, ପ୍ରାପ୍ତି ଅପ୍ରାପ୍ତି, ଏବଂ ଏଇ ଭିତରେ ଆମ ଜୀବନଟା ଦୁଇରେ ରହିଯାଉଛି। ସବୁ ଦେଖିବେ ଦୁଇ ଭିତରେ ରହିଯାଉଛି। ଆମେ ଦୁଇରୁ ଏକକୁ ଆସିପାରୁନେ, ପୁଣି ଏକରୁ ଆମେ ପୁଣି ଅତୀତ ହେଇପାରୁନେ। ଯଦି ସବୁ ତୁମେ ଆପଣ ପ୍ରତ୍ୟେକ କଥାରେ ଭାବିବେ, ଆପଣ ଦେଖିବେ ଦୁଇରୁ ଏକକୁ ପଳେଇ ଆସିଲେ। ଯେତେବେଳେ ଦୁଇରୁ ଏକକୁ ପଳେଇ ଆସିଲେ ଆପଣ ସେତିକି ବେଳେ ଜାଣିବେ ଯେ ମୁଁ ଯୋଗ ଅଭ୍ୟାସ କରୁଛି। ସେତିକିବେଳେ ଆପଣ ଜାଣିବେ କ'ଣ ନା ମୁଁ ଯୋଗ ଅଭ୍ୟାସ କରୁଛି, ବା ବାସୁଦେବ ସର୍ବମିତି
ହବାକୁ ହେଲେ ମୋତେ ଅନେକ ଗୁଡ଼ିଏ କୌଶଳ ପ୍ରୟୋଗ କରିବାକୁ ପଡ଼େ। କାହିଁକି କୌଶଳ ପ୍ରୟୋଗ କରିବାକୁ ପଡ଼େ ନା ମୋତେ 2ରୁ ଅଧିକ ହେବାକୁ ପଡ଼େ। ମୁଁ 2ରେ ଏ ଜୀବନଟାକୁ କାଟିବି ନାହିଁ, ମୁଁ 1ରେ ଏ ଜୀବନଟାକୁ କାଟିବି। ସମସ୍ତେ ଆମେ ଏକ, ସମସ୍ତେ ଗୋଟିଏ ଚେତନା। ସବୁରି ଭିତରେ ସେଇ ଆତ୍ମା କ'ଣ କରୁଛି ନା କ୍ରିୟାଶୀଳ ହେଇଛି। ଏଇଟା ହେଉଛି ଜ୍ଞାନ। ଶ୍ରଦ୍ଧା ଆସିଲେ ଆପଣ ଏଇ ଜ୍ଞାନ ଲାଭ କରିବେ। ଏଇ ଜ୍ଞାନ ଲାଭ କଲେ ଆପଣ ପ୍ରତ୍ୟେକଟି ମୁହୂର୍ତ୍ତରେ କନସସ୍ ରହିବେ। ପ୍ରତ୍ୟେକଟି ମୁହୂର୍ତ୍ତରେ ଆପଣ ଆୱାରନେସ୍ ଭିତରେ ରହିବେ। ଆପଣ କେତେବେଳେ ଆଉ ଭୁଲ କରିପାରିବେ ନାହିଁ। ଯେତେବେଳେ ଭୁଲ ହେବାକୁ ଯିବ ଆପଣ ସେତିକିବେଳେ ଅନୁଭବ କରିବେ ଯେ ସାଧକ ଏବଂ ସାଧିକା ତାକୁ ଗୋଟେ ଶକ୍ତ ଚଟକଣା ଭିତରେ କିଏ ଜଣେ ଦେଉଥିବ ଏବଂ ପ୍ରତ୍ୟେକଟି ମୁହୂର୍ତ୍ତରେ ସେ କହୁଥିବ ଏଇଟା ଭୁଲ କରନା, ଏଇଟା ଭୁଲ କରନା, ଏଇଟା ଭୁଲ କରନା, ଏଇଟା ଭୁଲ କରନା, ଏଇଟା ଭୁଲ କହନା କରନା। ସେ ତୁମକୁ କହି ଚାଲିବ। ସେଇଠି ଗୁରୁଦେବ କହୁଥିଲେ ଇଂଲିଶରେ ୟୁ ଆର୍ ୟୁଅର୍ ମାଷ୍ଟର। ତାକୁ ଭାଗବତରେ ଉଦ୍ଧବକୁ ଭଗବାନ କହିଛନ୍ତି ମନ ତୋର ନିଜ ଗୁରୁ, ଉଦ୍ଧବ ତୁ କେତେ ପଚାରୁ। ତୋ ମନ ଏତେବେଳେ ଗୁରୁ ହେବ ସେ ପ୍ରତ୍ୟେକଟି ମୁହୂର୍ତ୍ତରେ ତୋତେ ଗାଇଡ଼ କରିବେ। ପ୍ରତ୍ୟେକଟି ମୁହୂର୍ତ୍ତରେ ତୋତେ ଗାଇଡ଼ କରିବେ। ପ୍ରତ୍ୟେକଟି ମୁହୂର୍ତ୍ତରେ ତୋତେ କଣ୍ଡକ୍ଟ କରିବେ। ପ୍ରତ୍ୟେକଟି ମୁହୂର୍ତ୍ତରେ ତୋତେ ସେ ୱାଚ୍ କରିବେ। ପ୍ରତ୍ୟେକଟି ମୁହୂର୍ତ୍ତରେ ସେ ତୋତେ ଗୋଟେ ଶକ୍ତି ତୁମ ଭିତରେ ତୁମକୁ କଣ୍ଟ୍ରୋଲ କରିବ। ତୁମେ ଯେତେବେଳେ ସାତ୍ଵିକ ଜୀବନ କାଟିବ, ସରଳ ହେବ, ନିଷ୍କପଟ ହେବ, କେତେବେଳେ ହେବ ନା ଯେତେବେଳେ ତା ନିକଟରେ ନିଜକୁ ସମର୍ପଣ କରିବ। କାଲି ଜଣେ ଆମକୁ ରାତିରେ ପ୍ରଶ୍ନ କଲେ, ଦୀକ୍ଷିତ କହିଲେ ବାବା ମଣିଷ ଚିନ୍ତାରୁ କେତେବେଳେ ମୁକ୍ତି ଲାଭ କରିବ? ମଣିଷ ଚିନ୍ତାରୁ କେତେବେଳେ ମୁକ୍ତି ଲାଭ କରିବ? ତାର ଉତ୍ତର କ'ଣ ହେବ? ଆମେ କହିଲୁ ଯେତେ ସେ ଭଗବାନଙ୍କ ଠାରୁ ଦୂରେଇ ଯିବ ସେ ସେତେ ଚିନ୍ତାଯୁକ୍ତ ଅବସ୍ଥା ହେବ। ଯେତେ ଭଗବାନଙ୍କ ସହିତ ମିଳନ ହେଇଯିବ ତାର ଚିନ୍ତା ଆଉ ନାହିଁ। ତେଣୁ ଆମେ ଯେତିକି ଦୁଃଖ ଭୋଗୁଛେ, ଯନ୍ତ୍ରଣା ଭୋଗୁଛେ, କଷ୍ଟ ଭୋଗୁଛେ, ତାର ଅର୍ଥ ଆମେ ଭଗବାନଙ୍କ ଠାରୁ, ଈଶ୍ୱରଙ୍କ ଠାରୁ ଆମେ ଧୀରେ 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 ଦୂରେଇ ଯାଉଛେ। ପଚାରିଲେ ତାହେଲେ ଭଗବାନଙ୍କର ନିକଟବର୍ତ୍ତୀ କେମିତି ହେବା? ସେଇ କଥା ଆପଣ ସାଧୁସଙ୍ଗ କରନ୍ତୁ, ସତ୍ସଙ୍ଗର ଆଶ୍ରୟ ନିଅନ୍ତୁ, ତାଙ୍କ ନିକଟରେ ନିଜକୁ ସମର୍ପଣ କରନ୍ତୁ। ଅଟୋମେଟିକ୍ ଦେଖିବେ ଆପଣଙ୍କୁ କେବେ କୌଣସି ଚିନ୍ତା ରହିବନି। ଯେମିତି ମା କୋଳରେ ଛୁଆଟିଏ ଶୋଇଥାଏ, ଛୁଆର କୌଣସି ଟିକେ ଚିନ୍ତା ନଥାଏ। କାହିଁକି? ସେ ସମ୍ପୂର୍ଣ୍ଣ ଅସହାୟ ଭାବୁଥାଏ ଏବଂ ମା ପାଖରେ ସମର୍ପିତ ହେଇଯାଇଥାଏ। ମା ବ୍ୟତୀତ ତାର ଆଉ କେହି ସଂସାରରେ ନାହାନ୍ତି ବୋଲି ସେ ଭାବିଥାଏ। ମା ତା ପାଇଁ ସବୁକିଛି ବୋଲି ସେ ଅନୁଭବ କରିଥାଏ। ସେଥିଲାଗି ମା ଛୁଆର ସମସ୍ତ ଦାୟିତ୍ୱ, ସମସ୍ତ କଥା ବୁଝିବା ଭାରି କଷ୍ଟ। ଖାଲି ଆପଣ ଓଡ଼ିଆ ଶୁଣୁଛନ୍ତି, ସମସ୍ତେ କହୁଛନ୍ତି ବାବା ସରଳ ଭାଷାରେ କହୁଛନ୍ତି, ସମସ୍ତ କଥାଟାକୁ କିଏ ବୁଝେଇ ଦେଉ ତ ଦେଖିବା। ସମସ୍ତ କଥାକୁ ବୁଝେଇ ଦେଉ କିଏ ଦେଖିବା। ସମସ୍ତ ଦାୟିତ୍ୱ ସମସ୍ତ ଦାୟିତ୍ୱ କେହି କାହାର ବହନ କରିପାରନ୍ତି ନାହିଁ। କେବଳ ଭଗବାନ ଶିଷ୍ୟର, ଗୁରୁ ଶିଷ୍ୟର ଯେ ପ୍ରକୃତ ଗୁରୁ ସମସ୍ତ ଦାୟିତ୍ୱ ହିଁ ବହନ କରିପାରନ୍ତି। ଆଉ କି କାହାର ଏ ସଂସାରରେ ସମସ୍ତ ଦାୟିତ୍ୱ ନେଇପାରିବ ନାହିଁ। କାହିଁକି? ଶୁଣନ୍ତୁ ମାନସ ଆଖି ବନ୍ଦ କରି ପଛକୁ ବେକ କରି ସେ କାହିଁ ବସୁଛନ୍ତି? ସାଇଲଣ୍ଟ ବେକ କରି ସିଧା ବସନ୍ତୁ, ଆଖି ମେଲା କରି ବସନ୍ତୁ। ଏଇଟା ରେକର୍ଡିଂ ହେଉଛି ପୁଣି ଅସୁବିଧା। ତେଣୁ ଆଖି ଖୋଲା କରି ବସ, ଆଖି କାହିଁ ବନ୍ଦ କରି ବସୁଛ? ତେଣୁ ସମସ୍ତ ଦାୟିତ୍ୱ
ଆପଣ ଦେଖନ୍ତୁ କିଏ କାହାର ନେଇପାରିଛି କି? ଏଇ ଜୀବନ କାଳ ଭିତରେ ଯିଏ ଯେତିକି ଦିନ ବଞ୍ଚିଛ ଆଉ ବଞ୍ଚିବ, ତମର ସବୁ ଦାୟିତ୍ୱ କିଏ ନେଇଛି? କାହିଁ ନେଇନି? ଅନେକ ଗୁଡ଼ିଏ କାରଣ ଅଛି। ଯେତେବେଳେ ଛୋଟ ଶିଶୁର ସମସ୍ତ ଦାୟିତ୍ୱ ମା ନେଇଥାଏ, କେତେବେଳେ ନେଇଥାଏ ନା ସବୁ ଦାୟିତ୍ୱ ସେ ଦେଇଥାଏ ବା ସମର୍ପିତ ହେଇଯାଇଥାଏ। ଯେତେବେଳେ ଆମେ ଭଗବାନ ପାଖରେ ନିଜକୁ ସତରେ ପୂର୍ଣ୍ଣ ମାତ୍ରାରେ ଆମେ ସମର୍ପଣ କରିଦେବା, ସେତେବେଳେ କ'ଣ ହେବ ନା ସିଏ ଆମର ଦାୟିତ୍ୱ ନିଶ୍ଚିନ୍ତ ଭାବରେ ନେବେ। ସେ ଆମର ଦାୟିତ୍ୱ ନିଶ୍ଚିନ୍ତ ଭାବରେ ନେବେ। ଆମେ ସେଇ ସମର୍ପିତ ହେଇନି ବୋଲି ସିଏ ଆମର ସମସ୍ତ ଦାୟିତ୍ୱ କେବେ ନେଉନାହାନ୍ତି। ଆମେ ତ ଆମ କାମ କରୁଛେ, ସେ ଆମ କାମ କାହିଁକି କରିବେ? ଗୋଟେ ଛୋଟିଆ ସୁନ୍ଦର କଥା କ'ଣ ହେଇଛି, ଲକ୍ଷ୍ମୀ ନାରାୟଣ ମାନେ ପଶା ଖେଳୁଥିଲେ। ଆମ ତ ସତ୍ସଙ୍ଗ ଭିତରେ କୌଣସି କଥା ଗପ କହିବାକୁ ଇଚ୍ଛା ହୁଏ ନାହିଁ। ଏହି ସମୟରେ ନାରାୟଣ କ'ଣ କଲେ? ପଶା ଖେଳ ବନ୍ଦ କରିଦେଇ ଚାଲିବାକୁ ଆରମ୍ଭ କଲେ। ଲକ୍ଷ୍ମୀ ପଚାରିଲେ, ଆପଣ କୁଆଡ଼େ ଯାଉଛନ୍ତି? ନା ମୋ ଭକ୍ତକୁ ଦୁଃଖ ପଡ଼ିଛି, କଷ୍ଟ ପଡ଼ିଛି, ମୁଁ ହିଁ ଯାଉଛି। ତାପରେ ଲକ୍ଷ୍ମୀ ଆଉ କିଛି କହିଲେ ନାହିଁ। କିଛି ସମୟ ଦେଖିଲେ ଭଗବାନ ଫେରି ଆସିଲେ। ଲକ୍ଷ୍ମୀ ପଚାରିଲେ, ଆପଣ ତ ଯାଉଥିଲେ, ଏତେ କମ୍ ସମୟ ଭିତରେ କାହିଁ ଫେରି ଆସିଲେ? ତାର କାରଣ କୁହନ୍ତୁ। ନା ସିଏ ମୋ ଭକ୍ତର ଦାୟିତ୍ୱ ଭକ୍ତ ହିଁ ନେଲା। ମୋତେ ସେଟା ମାନେ ଦାୟିତ୍ୱ ନେବାକୁ ମୋର ଆଉ ଇଚ୍ଛା ହେଲାନି। ନା କ'ଣ ଭକ୍ତର ଦାୟିତ୍ୱ ନେଲା? ଭକ୍ତକୁ କ'ଣ ପ୍ରଭୁ ଦୁଃଖ ପଡ଼ିଥିଲା? ନା ଭକ୍ତ ମୋ ନାମ ଗାଇକା ଚାଲିଥିଲା, ତାର ଆଉ ଜ୍ଞାନ ନଥିଲା। ଧୋବା କ'ଣ କରୁଥିଲା? ନା ଲୁଗା କାଚିକି ଲୁଗା ଶୁଖେଇଥିଲା। ସିଏ ତାକୁ ମାଡ଼ି ପକେଇଲା, ମାଡ଼ିକି ଚାଲିଛି। କ'ଣ ସବୁ ଯାକ ପୁଣି ଲୁଗା ଅସନା ହେଇଗଲା, କାଦୁଅ ହେଇଗଲା, ମାଟି ହେଇଗଲା। ସେ ରାଗରେ ମାରିବାକୁ ଆସିଲା। ଯେତେବେଳେ ମାରିବାକୁ ଆସିଲା, ମୋ ଭକ୍ତକୁ ଦୁଃଖ ପଡ଼ିଲା। ମୋ ଭକ୍ତକୁ ଯେତେବେଳେ ଦୁଃଖ ପଡ଼ିଲା, ସେ ସବୁବେଳେ ତ ମୋତେ ଭଜନ କରୁଛି, ମୁଁ ତ ରକ୍ଷା କରିବା ପାଇଁ ଦୌଡ଼ିଲି। ଯେତେବେଳେ ମୁଁ ରକ୍ଷା କରିବା ପାଇଁ ଦୌଡ଼ିଲି, କିଛି ସମୟରେ ମୋ ଭକ୍ତ କ'ଣ କଲା? ସେ ଯେମିତି ବାଡ଼ି ଧରି ଠେଙ୍ଗା ଧରି ମାରିବାକୁ ଆସିଥିଲା, ଇଏ ସେମିତି ଠେଙ୍ଗା ଧରି ମାରିବାକୁ ତାକୁ ଗଲା। ଯେମିତି ତାକୁ ଠେଙ୍ଗା ଧରି ମାରିବାକୁ ଗଲା, ଆଉ ମୋର ସେଠି ଆଉ କର୍ତ୍ତବ୍ୟ କ'ଣ ଅଛି? ତା କାମ ତ ସିଏ କଲା। ମୁଁ ସେଥିଲାଗି କ'ଣ କଲି? ନା ଫେରି ଆସିଲି। ବୁଝିପାରୁଛନ୍ତି? ତେଣୁ ଯେତେବେଳେ ଆପଣ କାମ ଆପଣ କରିବେ, କିଛି ଅସୁବିଧା ନାହିଁ। ଭଗବାନ କାହିଁ ସହାୟ ହେବେ? କ'ଣ ପାଇଁ ସେ ଆପଣ ଡାକ ଶୁଣିବେ? ତାଙ୍କ ଉପରେ କ'ଣ ଆପଣଙ୍କ ଶ୍ରଦ୍ଧା ଅଛି, ନା ବିଶ୍ୱାସ ଅଛି, ନା ନିର୍ଭର ଅଛି, ନା ଭକ୍ତି ଅଛି, ନା ସମର୍ପଣ ଅଛି? ଈଶ୍ୱର ଭକ୍ତି ପାଇଁ ପ୍ରଥମ ହେଉଛି ଶ୍ରଦ୍ଧା, ତାପରେ ହେଉଛି ବିଶ୍ୱାସ, ତାପରେ ହେଉଛି ନିର୍ଭର, ତାପରେ ହେଉଛି ଭକ୍ତି, ତାପରେ ହେଉଛି ସମର୍ପଣ। ଚିନ୍ତା କରି ଦେଖୁନାହାନ୍ତି, ଆମେ ଦଶହରା ପୂଜା ଏବେ ଉପସ୍ଥିତ। ଗୁରୁବାର ଦିନ ଦଶହରା ପୂଜା ଘରେ ଘରେ ହେବ। କେତେ ଡ୍ରେସ୍ ଆପଣଙ୍କର କରିବେ, କେତେ ବୁଲିବାକୁ ଯିବେ, କେତେ ବନ୍ଧୁବାନ୍ଧବ ଆପଣଙ୍କର ଆସିବେ, କେତେ ଖାଦ୍ୟ ପାନୀୟ ଆପଣଙ୍କର ଆପଣ କ'ଣ କରିବେ? କିନ୍ତୁ ଆପଣଙ୍କର ଯେ ଇଷ୍ଟ ଗୁରୁ ହୁଅନ୍ତୁ କି ଭଗବାନ ହୁଅନ୍ତୁ, ତାଙ୍କ ପାଇଁ ଆପଣ କ'ଣ କରିବେ? କିଛି କେବେ କରିବେ? ଶ୍ରଦ୍ଧା ନାହିଁ। ମାନେ ଶ୍ରଦ୍ଧାଟା ଗୋଟେ କେତେ ବଡ଼ କଥା। ତେଣୁ ଆଦୌ ଶ୍ରଦ୍ଧା, ଯଦି ଗୁରୁଙ୍କ ପ୍ରତି ଆପଣଙ୍କର ଏଇ ଭାବ ଆସିବ, ତାହେଲେ ଆପଣ ଭଗବାନଙ୍କ ପ୍ରତି, ଆପଣ ଇଷ୍ଟଙ୍କ ପ୍ରତି ଭାବ ଆସିବ। ଯଦି ଦଶହରାରେ ଏଇସବୁ କାମ ଆମ ପାଇଁ କରିବି, ମୋର ପିଲାମାନଙ୍କ ପାଇଁ କରିବି, ମୋ ପାଇଁ କରିବି, ମୁଁ ଆଗ ମୋର ଇଷ୍ଟ ଗୁରୁ ଭଗବାନଙ୍କ ପାଇଁ କଲା ପରେ ମୁଁ ଯାଇକି ଆଉ ଯାହା କରିବି। କେବେ ମନରେ ଭାବ ଆସୁଛି? କାହିଁକି ଆସୁନାହିଁ? ନା ଆମ ଭିତରେ ଶ୍ରଦ୍ଧା ନାହିଁ। କାହିଁକି ଶ୍ରଦ୍ଧା ନାହିଁ? ନା ଜନ୍ମ ଜନ୍ମାନ୍ତର ଏଇ ବୃତ୍ତି ଆମ ଭିତରେ ନାହିଁ। ଯଦି ନାହିଁ, ଆମ ଭିତରେ ସେଇ ବୃତ୍ତିର କ'ଣ ହେଉଛି? ନା ସ୍ଫୁରଣ ହେଉନାହିଁ।
जदि नहले आमे जानिले श्रद्धाटा सबकिछि ताहले आमे कौन करिबा पुणी केमती श्रद्धार अधिकारी होबा पाई श्रद्धावान होबा पाई आमे पुणी आमर क्रिय मानक कौन करिबा ना तीव्र बलशाली करिबा क्रियाशील करदबा तेले पुणी आम भितर किछि दिन परे आमर प्रोग्रामटा चित्तरे रहीगला जेतबेले चित्तरे रहिला सी पुणी क्रिया करिवो आपण गोटे छोटिया कथा देखुना आपण चित्तरे गोटे प्रोग्राम देले मो वर्ष को थरे वृंदावन जीवी कि ऋषिकेश हरिद्वार जीवी जेतबेले प्रोग्राम टी देले एवं मने मने भाविले ना आमे तो प्रतिवर्ष जीवाक पड़िबो सेठ श्रद्धा एक कथा जदि श्रद्धा नथिबा आपण जाई परिबे ना जेतबेले आसिला आपण चेष्टा कले पुणी सेई मासर से वर्षर से दिन आसिया को अल्प दिन थब आप चित्तरे से वृत्ति स्फुरण हम मु जीवी 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 आर वर्ष जाइए वर्ष जीवी ये कहबार अर्थ कौन है ना वृत्तिटा चित्तरे पुणी थे स्टोर कर दबारू से वृत्ति कौन है ना आउ थे तुम भर क्रियाशील है जिते तुम्हें श्रद्धा वृत्तिटा तुम भर बारंबार तुम्हें दब गुरु भगवान को देखिए से स्टोर हो एवं से संस्कारटा तुम भितर कौन हम ना क्रियाशील होगा लगे तेणु से भगवान भागवत कहले श्रद्धा न थाई अंतर्गते ताहा मु छुईमी केमंते से कहला भगवत गीतार श्रद्धावान लभेते ज्ञान तत्पर संजितेन्द्र ज्ञान लब्धा परांग शांति मचिरणे अधिगछति आम जो अशांति आज भोगुचे दुख भोगुचे जंत्रणा भोगुचे कष्ट भोगुचे तार मूल कारण होची आम भितर श्रद्धा नहीं कौन पे श्रद्धा नहीं ना भगवत दर्शन उपलब्धि पे आमर श्रद्धा नहीं श्रद्धा थिले आमे ज्ञानर अधिकारी हेबा ज्ञानर अधिकारी है आम प्रत्येक समस्या को आम सुंदर भाव कौन करवा समाधान करदबा सत्संग बसवा केमिति बसवा तुम्हें तुम संस्कार नहीं कि सत्संग बसुच तुम्हें केवे गुरु ठारू शुणिच सत्संग मु किभली भाव बसबी जानिच कि कहीं जान तुम मनमुखी तुम बसुच हाई मारुच बंका बसुच आखि बुझुच आखि खोलुच हाथ को जो प्रकार से प्रकार करुच को प्रकार बसव तुम्हें जान कहीं ना तुमर श्रद्धा ना तेणु श्रद्धाटा बहुत बड़ कथा श्रद्धा जार आसब गुरु प्रति साधु प्रति बारंबार श्रद्धा आसिले ता भितर कौन हम ना विश्वास भावटी ही आसब देखु समस्ते आश्रम को आसती समस्ते देवादेवी को पीठ को जाती देवादेवी को दर्शन करती किंतु केते जनकर कहा को समीक्षा करिवार आवश्यकता नहीं निजको समीक्षा करी देखंतु आपनकर विश्वास अच्छी कि ठाकुर उपरे गुरु उपरे भगवान उपरे आपनकर माँ देवी उपरे आपनकर विश्वास अच्छी जम्मा विश्वास ना जस्ट समस्ते जाऊँच आम जीवा समस्ते प्रसाद पाँच आम प्रसाद पाइबा जने साधारण लोक देवादेवी को दर्शन करिबा जने भक्त जे सबुले चिंता करुची सी दर्शन करिया भितरे आकाश पाताल डिफरेंस जे जेमिति चश्मा लगेइची ताकू सेमिति देखा जाउथबो जस्ट गला टिके प्रणाम कला से प्रणाम भीतर भी केते चिंता उठिला चली आसला आउ जने ठाकुर को दर्शन कला से भाव विभोर है ता भीतर भाव तीव्र मात्रा वृद्धि पाइला शांत बसी जप ध्यान कला एवं प्रणाम कला निश्चिंत भाव से पीठर
से क्षेत्रर जे क्षेत्रज्ञ जे पीठाधीश जे पीठर मालिक निश्चिंत तापर कृपा करेंगे ताको सेठी सबु प्रकार सुविधा सुजोग परिवेश ही मिलिबो जार सेठी ठाकुर उपर पीठाधीश उपर श्रद्धा नहीं विश्वास नहीं भल पाइबा नहीं भक्ति नहीं निर्भर निर्भर नहीं देखिए से क्षेत्रर आशीर्वाद से पीठर पीठाधीश बा ठाकुर ठाकुराणीकर देवता देवींकर कृपा आपण पर केतबले पड़िबो ना कहले अहंकार हब अज्ञानता हब किछि कहवा दरकार नहीं जो माने बाबा सहित जेतिकी जाइछन्ति पुरी जांदो कि शाला मंदिर जातु कि जेकोसी पीठ को जाइछन्ति सेठी देखिछन्ति से पीठर लोक मानकर माने पूजकंकर सेवकंकर भाव किभली भाव बाबा उपरे बा आश्रम उपरे अच्छी कहवाटा भल नुहे गोटे एग्जाम्पल मुझे कहले आज माँ को मंदिर आम जाइलु जीवा बसवा ठारू आसवा पर्यंत माँ को प्रसाद कंटिन्यूअस मिलला मैंने खाई पारे नहीं प्रसाद को फिंगिदेले खाई पारे नहीं प्रसाद को फिंगिदे न खाई पारे कौन करेंगे किंतु से आमको देखिले नहीं बाबा को जिते प्रसाद मिलला सी तो आम भाया जड़े आ कौन गोटे ठाकुर होती कि मनीषटे ना सी कौन कले सबु प्रसाद को खाईदेले पोछिकी सबु प्रसाद को खाईदेले को बोधरे थिले केमिति प्रसाद पाउथिले केमती खाऊले एवं तांकर किछि भी हो नथिला एवं न मिलला किछि नहीं मिलला खाइले न मिले उपवास निजर संकल्प नहीं विकल्प भी नहीं तेणु सबरी मूल देखु श्रद्धा नथिबारु आमर ज्ञान ना आमर से विश्वास है माँ को प्रसाद बा जगन्नाथ को प्रसाद ये एत लोक मिल बसी क्या मिलूना एम कि मागिले भी ना मिल ना मिल सरी जाइए आमपाई सबू थुआई जीवा बल ठूर आसवा पर्यंत पार्टी चलला 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 आउ से बंद है ना फूलमाल मिलला चंदन मिलला सिंदूर मिलला प्रसाद मिलला सबू मिलला अर्थ पुणी भल परिवेश मिलला आम फैन लगाई आम रूम सफा है आम सब आसन पड़ी कहाँपाई नहीं लोक मैंने देखुता ये मैंने कौटू आई ये खाली खाइबार लगी खाली खाइबार लगी खाली खाइबार लगी बहु लोग चाहिए देखुता ये कौन खाली खाई जाऊँ आमको तो किसी मिलूना ये कहबार अर्थ यही आश्रम को जदि आसवे ये आश्रम जे क्षेत्रज्ञ बा पीठाधीश सहित श्रद्धा नथब विश्वास नथब निर्भर नथब भक्ति नथिब देखिए अपन स्थिति पीठर जहाँ मिलवा कथा आपन ता मिलव केतबले ना आपण कौन कहे ना ये पीठर पीठाधीशंकर दोष बा मुंड विकृति होती सी आमको भल पाऊना बुझीपारे तेणु ये कौन हो ना आमर आदौ से क्षेत्रज्ञ प्रति पीठाधीश प्रति आम मनरे श्रद्धा ना मूल रूटा आमर तांको प्रति श्रद्धा ना जे फूल नहीं जाइए फल नहीं जाइए भोग नहीं कि जाइए से कौन कर श्रद्धाटा को लेकिन जाइए द्वारा कि प्रणामी दौची श्रद्धाटा नहीं कि जाइए ता द्वारा से ठाकुर को श्रद्धाटा कौन कर मनर श्रद्धाटा को निवेदन करुच्ची से तो सबू जानूँ ना मोपाई सब व्यवस्था कर जी जहाँ जी त्याग कर जहाँपाई करते सी तापाई अधिका
ତ୍ୟାଗ କରିଥାଏ ସୂକ୍ଷ୍ମରେ, ସ୍ଥୂଳରେ ବି କରିଥାଏ। ଯଦି ସ୍ଥୂଳରେ କରି ନ ପାରିଥାଏ ସେ ସୂକ୍ଷ୍ମରେ କରିଥାଏ। ଜଣେ କାଲି ମୋତେ ପ୍ରଶ୍ନ କଲେ, କହିଲେ ବାବା ଯିଏ ଦେଇନାହିଁ, ଯିଏ ଦେଇକି ଆସିନଥିଲା ସେ ତ ଦରିଦ୍ର ହେଲା, କି ଧନୀ ଥିଲା ଦେଇପାରିଲା ନାହିଁ ଦରିଦ୍ର ହେଲା। ଦୁଇଟା କଥା, ଦରିଦ୍ର ଦେଇନାହିଁ ସେ ନିଶ୍ଚିନ୍ତ ଦରିଦ୍ର ହେବ। ଯିଏ ଧନୀ ହେଇକି ଧନଟାକୁ ଦେଇନାହିଁ ସେ ନିଶ୍ଚିନ୍ତ ପୁଣି ଦରିଦ୍ର ହେବ। କାହିଁକି ନା ଧନର ସତ୍ ଉପଯୋଗ ସେ କରିପାରିଲା ନାହିଁ। ଧନ ଅର୍ଜନେ ଧର୍ମ କରି ଧର୍ମେ ପ୍ରାପତ ନର ହରି। ସେ ଧନଟାକୁ ରୋଜଗାର କରିବ ଧର୍ମ ମାର୍ଗରେ, ଏବଂ ଧନଟାକୁ ରୋଜଗାର କରିବ ଧର୍ମ ମାର୍ଗରେ ବା ସତ୍ ମାର୍ଗରେ, ତାକୁ ଏକ୍ସପେଣ୍ଡିଚର କରିବ, ଖର୍ଚ୍ଚ କରିବ କେଉଁଠି ନା ଧର୍ମ କାର୍ଯ୍ୟରେ। ଧନ ଅର୍ଜନେ ଧର୍ମ କରି, ଧନଟାକୁ ଅର୍ଜନ କରିବ କ'ଣ ନା ଧର୍ମ କାର୍ଯ୍ୟରେ ହିଁ ବିନିଯୋଗ କରିବ। ପୁଣି କ'ଣ କରିବ? ସେ ଧର୍ମ କାର୍ଯ୍ୟରେ ଯଦି ବିନିଯୋଗ କରିବ ତାକୁ ନର ହରି ଅର୍ଥାତ୍ ଭଗବତ ପ୍ରାପ୍ତି ତାର ଏଇ ଜନ୍ମରେ ହେବ। ଦେଖିଛନ୍ତି, କହିଲେ ବହୁ ଖାଲି କହିଥିଲି, ଶ୍ରଦ୍ଧା ଉପରେ କହିଲେ ଘଣ୍ଟା ଘଣ୍ଟା ଚାଲିବ। ଭକ୍ତ ପ୍ରବର ଲେଖା ତାର ସମସ୍ତ ସମ୍ପତ୍ତିକୁ, ସମସ୍ତ ପ୍ରପର୍ଟିକୁ କ'ଣ କରିଥିଲା ନା ସାଧୁମାନଙ୍କ ସେବାରେ ଲଗେଇ ଦେଇଥିଲା। ଦାକ୍ଷିଣାତ୍ୟ ଭକ୍ତ ଲେଖା ପ୍ରବର ସମସ୍ତ ସମ୍ପତ୍ତି, ଟଙ୍କା ପଇସା, କୋଠା ବାଡ଼ି ଯାହା ତାର ଥିଲା, ଧୀରେ ଧୀରେ ସାଧୁଙ୍କ ସେବା କରି କରି ସାଧୁଙ୍କୁ ଖାଇବାକୁ ଦେଇ 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 ସବୁ ସାରିଦେଲା। କିଛି ଆଉ ନାହିଁ। ସେ ଗୋଟିଏ କଥା ଭାବିଥିଲା, ଏ ଜୀବ ସାଧୁ ସଙ୍ଗ ବିନୁ ଲଭି ନପାରେ ମୋର ତନୁ। ତାହେଲେ ସାଧୁ ସଙ୍ଗ କଲେ, ସାଧୁଙ୍କ ସେବା କଲେ ତାହେଲେ ଭଗବାନଙ୍କୁ ପ୍ରାପ୍ତି ହୁଏ। ଏଇ କଥାଟିରେ ଆମର ବିଶ୍ୱାସ ହେବ ନାହିଁ। ଆମର କ'ଣ ଶ୍ରଦ୍ଧା ପରେ ବିଶ୍ୱାସ? ଶ୍ରଦ୍ଧା ସରୁନାହିଁ, ଜ୍ଞାନ ଆସିନି। ଜ୍ଞାନ ଆସିଲେ ସିନା ବିଶ୍ୱାସ ହେବ। ଆମ ଭିତରୁ ଶ୍ରଦ୍ଧା ନାହିଁ, ଶ୍ରଦ୍ଧା ନଥିବାରୁ ଜ୍ଞାନ ନାହିଁ, ଜ୍ଞାନ ନଥିବାରୁ ଆମର ବିଶ୍ୱାସ ନାହିଁ। ଆମର ଯେହେତୁ ବିଶ୍ୱାସ ନାହିଁ, ଆମକୁ ସେ ଫଳ କେତେବେଳେ ପ୍ରାପ୍ତି ହେବ ନାହିଁ। କହିଲେ ଆମେ କ'ଣ କାମ ନ କଲେ ଆମକୁ ଖାଇବାକୁ ମିଳିବ? ଠିକ୍ କଥା। ବିନା ପରିଶ୍ରମରେ କାହାକୁ କେଉଁଠି ଅର୍ଥ ମିଳିଛି? କିନ୍ତୁ ବିନା ପରିଶ୍ରମରେ ଅର୍ଥ ପ୍ରାପ୍ତି ହେଇଛି। କେମିତି ନା ଭୌତିକ ଜଗତର ସେ କର୍ମ କରିନାହିଁ, ସେ ଆଧ୍ୟାତ୍ମିକ ଜଗତର କର୍ମ କରିଛି, ନିଜକୁ ସମର୍ପଣ କରିଛି, ଆଉ ଭଜନ ଜପ ଧ୍ୟାନରେ ପୁରା ବୁଡ଼ି ଯାଇଛି, ଏବଂ ସେ କେବଳ ଜପ ଧ୍ୟାନରେ ରହିଛି। ତାହାର ଯାହା ଦରକାର, ତାହାର ଯାହା ଦରକାର ସିଏ ଜାଣିନାହିଁ, କିନ୍ତୁ ସେ ଜାଣିଛନ୍ତି ଯିଏ ସୃଷ୍ଟିର ସ୍ରଷ୍ଟା, ଯାହାଠାରୁ ସମସ୍ତେ ଜନ୍ମ ହୋଇଛନ୍ତି, ଯାହାଙ୍କ ଗର୍ଭରେ ଦିନେ ସମସ୍ତେ ଲୀନ ହେଇଯିବେ, ସେ ହିଁ ଜାଣିଛି। ଯେମିତି ଛୁଆର କଥା ମା ଜାଣିଥାଏ, ଯେତେବେଳେ ଛୁଆ ଛୋଟ ଥାଏ, ନିର୍ଭରଶୀଳ ଥାଏ, ଜାଣିଥାଏ, ସେ ତ କଥା କହେ ନାହିଁ, ସେ କେମିତି ଜାଣେ ମା ତା ରୋଗ ହେଲା, ତା ଦେହ ଅସୁସ୍ଥ ହେଲା, ସେ ଖାଇବାକୁ ଚାହୁଁଛି, ସେ କ'ଣ କରୁଛି, କେମିତି ଜାଣିପାରେ? ସେଇଭଳି ଭଗବାନ, ସେଇଭଳି କହିଲେ ଭୁଲ ହେଲା। ପରମାତ୍ମା ପରମ ବ୍ରହ୍ମ ତମର ସମସ୍ତ କଥା ଯେପର୍ଯ୍ୟନ୍ତ ତମେ ଶୁଶ୍ରୁଛ, ସ୍ମରଣ କରୁଛ, ତମର ସେ ସମସ୍ତ କଥା ଜାଣନ୍ତି ଏବଂ ତମର ସମସ୍ତ କଥାକୁ ସେ ପରିପୂର୍ଣ୍ଣ ହିଁ କରିଦେବେ। କିନ୍ତୁ ଏଇ କନଫିଡେନ୍ସ, ଏଇ ବିଶ୍ୱାସ ତମ ଭିତରେ କେତେବେଳେ ଆସିବନି। କାହିଁକି? ପ୍ରଶ୍ନ କାଲି ରାତିରେ ଅନେକ ଥିଲା ଶିଷ୍ୟ ଭକ୍ତଙ୍କର। ମଣିଷର ଚାଲାକି କେତେବେଳେ ଯିବ? ମଣିଷ ଚାଲାକି କରିକି ଦୁନିଆରେ ବଞ୍ଚିଛି। ଦେଖନ୍ତୁ, ସମସ୍ତେ ଚାଲାକିରେ ବଞ୍ଚୁଛନ୍ତି, ଚାଲାକିରେ ଆଉଛନ୍ତି, ଚାଲାକିରେ ଯାଉଛନ୍ତି, ଚାଲାକିରେ କଥାବାର୍ତ୍ତା କରୁଛନ୍ତି, ଚାଲାକିରେ ଦବା ନେବା ମଧ୍ୟ ଏ ମନୁଷ୍ୟ କରୁଛି। ସେ ଭାବୁଛି ଏ ସାଧୁସନ୍ଥ ମାନେ ଜାଣିପାରନ୍ତି ନାହିଁ ଆମମାନଙ୍କର ଚାଲାକି। ଏ ଚାଲାକି କେତେବେଳେ ଯିବ? ଆମେ କହିଲୁ ଯେତେବେଳେ ମଣିଷ ନିଜକୁ ଭଗବାନ ନିକଟରେ ସମର୍ପଣ କରିଦେବ, ତାର ଆଉ ଚାଲାକି କୁଡ଼େଲା, ତାର ତ କର୍ତ୍ତବ୍ୟ ନାହିଁ, ସେ ତ ବ୍ୟକ୍ତି ହେଇ ଆଉ ନାହିଁ, ସେ ଈଶ୍ୱରଙ୍କ ହାତରେ ଯନ୍ତ୍ର ହେଇଯାଇଛି। ଆଉ ସେ କ'ଣ ଯନ୍ତ୍ର କ'ଣ କେତେବେଳେ ମନକୁ ବାଜେ? ଯନ୍ତ୍ରୀ ଯେତେବେଳେ ଯେମିତି ବଜେଇବ ସିଏ ସେମିତି ହିଁ ବାଜିବ।
ତେଣୁ ତାର ଚାଲାଖି ଆଉ କେଉଁଠୁ ଆଇଲା, ଚତୁରତାଟା କେଉଁଠୁ ଆଇଲା? ଆପଣଙ୍କୁ ଯଦି ଡିପଲି ଭାବି ଦେଖିବେ, ଆପଣ ଭିତରେ ଜ୍ଞାନ ହେବ, ଆପଣ ଦେଖିବେ କେତେ ସୁନ୍ଦର ଚାଲାଖିରେ ଆପଣ ବଞ୍ଚିଛନ୍ତି, କେତେ ସୁନ୍ଦର ଚାଲାଖିରେ ଆପଣ ବଞ୍ଚିଛନ୍ତି। ସବୁ କ୍ଷେତ୍ରରେ ଆପଣ ଚାଲାଖି କ'ଣ କରୁଛନ୍ତି କହିଲେ, ପ୍ରୟୋଗ କରୁଛନ୍ତି। ପରୀକ୍ଷା କରି ଦେଖନ୍ତୁ ନା, ଦେଖନ୍ତୁ ପରୀକ୍ଷା କରିକି କେତେ ସୁନ୍ଦର ଚାଲାଖିରେ ଆପଣ ଜୀବନଟାକୁ କାଟି 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 ନେଇକା ଚାଲୁଛନ୍ତି। ଯିଏ ସମର୍ପିତ ହେଇଯିବ, ସମର୍ପଣ ଭାବ ଆସିବ ଏବଂ ସେ ଜପ ଧ୍ୟାନରେ ସବୁବେଳେ ରହିବ, ସେତେବେଳେ ଦେଖିବେ ତାର ଆଉ କୌଣସି ଚାଲାଖି ନାହିଁ। ସେ ତ ସମର୍ପିତ ହେଇଯାଇଛି, ତାର ଚାଲାଖି ଆଉ କେଉଁଠୁ ଆସିବ? ତାର ବିଚାର କେଉଁଠୁ ଆସିବ? ତାର ସଂକଳ୍ପ କେଉଁଠୁ ଆସିବ? ତାର ବିକଳ୍ପ କେଉଁଠୁ ଆସିବ? ଆପଣଙ୍କର ବିଚାର ଆଉ କେଉଁଠି ଆସିବ? କର୍ତ୍ତା ଭାବ ତ ନାହିଁ, ଏସବୁ କଥା ଗୁଡ଼ିକ କେଉଁଠୁ ଆସିବ? ତେଣୁ ଆଦୌ ଶ୍ରଦ୍ଧା ତତ୍ପର କ'ଣ, ସାଧୁ ସଙ୍ଗ। ତେଣୁ ଯେତେ ଆପଣ ସାଧୁ ସଙ୍ଗ କରିବେ, ପ୍ରକୃତ ସାଧୁ କିଏ? ଯେ କେବଳ ମାନେ ଭଗବତ ପ୍ରସଙ୍ଗ ବ୍ୟତୀତ ଦ୍ୱିତୀୟ କଥା ଉପସ୍ଥାପନା କରନ୍ତି ନାହିଁ, ଯିଏ ଭିତରେ ବୈରାଗ୍ୟ, ଜ୍ଞାନ, ଭକ୍ତିର ଭାବକୁ ସୃଷ୍ଟି କରିଦେଇ ପାରନ୍ତି, ଯାହାଙ୍କ ସଂସ୍ପର୍ଶରେ ଆସିଲେ ସଂସାର ପ୍ରତି ବିମୁଖ ଭାବ ହିଁ ଆସେ। ସଂସାର ଆସକ୍ତି, ସଂସାରର ମମତା, ସଂସାରର ମାୟା ଏ ମନରୁ ଧୀରେ 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 କ'ଣ ହୁଏ ନା ଅପସରିଯାଏ, ଡେ ବାଇ ଡେ ବାଇ ଡେ ବାଇ ଡେ। ଯେମିତି ଗଛରୁ ଗୋଟିଏ ଗୋଟିଏ ପତ୍ର ଝଡ଼ି ପଡ଼ିଲେ ଗଛ ଲଣ୍ଡା ହେଇଯାଏ, ସେଇଭଳି ଆପଣ ମନରୁ ଗୋଟିଏ 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 ବୃତ୍ତି ଡେ ବାଇ ଡେ ଡେ ବାଇ ଡେ ଡେ ବାଇ ଡେ ଡେ ବାଇ ଡେ ଗୋଟିଏ ଗୋଟିଏ ବୃତ୍ତିର କ'ଣ ହୁଏ, ନାଶ ହେଇଯାଏ। ସାଧୁ ସଙ୍ଗମେ ଜ୍ଞାନ ବଢ଼େ, କର୍ମ ବାସନା ରଜୁ ଛିଣ୍ଡେ। ସାଧୁ ସଙ୍ଗ କଲେ ଆପଣଙ୍କର କ'ଣ ହେବ ନା ଜ୍ଞାନ ବୃଦ୍ଧି ପାଇବ, କର୍ମ ବାସନା, କର୍ମର ଯେଉଁ ବାସନା, ଏ କାମ କରିବି, ସେ କାମ କରିବି, ସେ କାମ କରିବି, ଅନେକ ପ୍ରକାର କାମ କଥା ସେ ବସିକି ଭାବୁଛି। ଯେଉଁ କାମ କରିବା କଥା ସେ କାମ ନ କରିକି ଅନେକ କାମ କଥା ସେ ଭାବୁଛି। ଆପଣ ମନରେ ପ୍ରଶ୍ନ ଉଠିବ, ବାବା ସମସ୍ତେ ଏ କଥା ଭାବିବେ, ଏ ସଂସାର ପ୍ରବାହ କିଭଳି ଭାବରେ ଚାଲିବ? ଆପଣ ଦେଖିବେ ସମସ୍ତେ ଏଇ କଥା କେତେବେଳେ ଭାବିପାରିବେ ନାହିଁ। ସମସ୍ତେ କ'ଣ ସତ୍ସଙ୍ଗର ଆଶ୍ରୟ ନେଉଛନ୍ତି କି? ସମସ୍ତେ କ'ଣ ଦୀକ୍ଷା ଗ୍ରହଣ କରିଛନ୍ତି କି? ସମସ୍ତେ ଗୁରୁଙ୍କ ନିକଟରେ ସମର୍ପିତ ହୋଇଛନ୍ତି କି? ସମସ୍ତେ କ'ଣ ଜାଣିଛନ୍ତି ଜୀବନର ପ୍ରଧାନ ଲକ୍ଷ୍ୟ ଭଗବତ ଦର୍ଶନ ଆଉ ଅନୁଭବ ବୋଲି କ'ଣ ଜାଣିଛନ୍ତି କି? ସମସ୍ତେ ଭାବିଛନ୍ତି ଏଇ ଜୀବନଟାକୁ ଆମେ କିଭଳି ଭାବରେ ମାନେ ଉପଭୋଗରେ ହିଁ କାଟିଦେବା। ତାକୁ କହିଲେ ଯୋଗ ଭାଷାରେ କେମିତି ଆମେ ଆନନ୍ଦରେ ଜୀବନଟାକୁ କାଟିଦେବା। ସେ ଆନନ୍ଦଟା ସେ ତ ଈଶ୍ୱରକୁ ଦେଖି ନାହିଁ, ଈଶ୍ୱର ବିଷୟରେ ଜ୍ଞାନ ଲାଭ କରୁନି, ଈଶ୍ୱରଙ୍କ ବିଷୟରେ କିଛି ଜାଣିନାହିଁ ଏବଂ ସେ ସଂସାରଟା ଆଖିରେ ଦେଖୁଛି। ଏ ସଂସାରରେ ଯାହାକୁ ଦେଖୁଛି, ଯେଉଁମାନେ ଉଚ୍ଚ ଶିକ୍ଷିତ, ଭଲ ପାଠ ପଢ଼ିଛନ୍ତି, ଚାକିରି କରିଛନ୍ତି, ବିଜନେସ୍ କରିଛନ୍ତି, ଯାହାର ଗାଡ଼ି ଅଛି, କୋଠା ଅଛି, ଘର ଅଛି, ସୁନା ଅଛି, ସେମାନେ ଭାବୁଛନ୍ତି ମାନେ ଅଲଗା ଯେଉଁମାନେ ଦେଖୁଛନ୍ତି ସଂସାରକୁ, ସମସ୍ତେ ସମସ୍ତଙ୍କୁ ଦେଖୁଛନ୍ତି। ଆଜି ମଣିଷ ଯେଉଁ ଦୁଃଖ ଭୋଗ କରୁଛି, କଷ୍ଟ ଭୋଗ କରୁଛି, ଯନ୍ତ୍ରଣା ଭୋଗୁଛି, କଥା ରହିଗଲା, ସେଇଠି ତାର ମୂଳର କାରଣ ହେଉଛି ସେ ଈଶ୍ୱରଙ୍କ ଠାରୁ ଦୂରେଇ ଯାଇଛି। ଇଏ ଟଙ୍କା ପଇସା ସହିତ, ଶିକ୍ଷା ସହିତ, କୋଠାବାଡ଼ି ସହିତ, ଘର ସହିତ, ଦ୍ୱାର ସହିତ ଆନନ୍ଦ, ଶାନ୍ତି, ଭକ୍ତି, ପ୍ରେମର କୌଣସି ସମ୍ପର୍କ ନାହିଁ। ଯିଏ ଯେତେ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବ,
ସାଧୁ ସଙ୍ଗ କରିବ, ସତ୍ସଙ୍ଗ କରିବ, ଜପ ଧ୍ୟାନରେ ସବୁବେଳେ ନିଜକୁ ନିୟୋଜିତ ରଖିବ, ତାକୁ ଏସବୁ ଜିନିଷ ପ୍ରାପ୍ତି ହେବ। ମଣିଷ ଦୁଃଖ ଭୋଗିବାର କାରଣ ହେଲା ସେ ଭଗବାନଙ୍କ ଠାରୁ ଦୂରେଇ ଯାଉଛି। ସେ ଭଗବାନଙ୍କର ନିକଟବର୍ତ୍ତୀ ହେଉ, ଭଗବାନଙ୍କର ସାନ୍ନିଧ୍ୟ ଲାଭ କରୁ, ଭଗବାନଙ୍କ ନାମକୁ ଜପ କରୁ, କୀର୍ତ୍ତନ କରୁ, ଧ୍ୟାନ କରୁ, ପୂଜା କରୁ, ଦେଖିବେ ତାର କିଛି ନଥିବ, ତାକୁ ବହୁତ ଶାନ୍ତି, ବହୁତ ଆନନ୍ଦ ତାକୁ ପ୍ରାପ୍ତି ହେଉଥିବ। ମଣିଷର ଆବଶ୍ୟକତା କେତେବେଳେ କ'ଣ ପୂରଣ ହେଇପାରିବ? ମଣିଷର ଆବଶ୍ୟକତା କେତେବେଳେ ପୂରଣ ହେଇପାରିବ ନାହିଁ। ସେ ଗୋଟିଏ ଆବଶ୍ୟକତା ପୂରଣ ହେଲେ ସେ ଆଉ ଗୋଟେ ଆବଶ୍ୟକତା ତା ମନ ସ୍ପଣ୍ଟାନିୟସ୍ ଚାହିଁବ, ସେଇଟା ମନର ଧର୍ମ। ମନ ସେ ଚାହେଁ। ସେଥିଲାଗି କୁହାଯାଇଛି ମାଇଣ୍ଡ ଇଜ୍ ବ୍ଲାଇଣ୍ଡ। କିନ୍ତୁ ମାଇଣ୍ଡ ଇଜ୍ ଏ ବ୍ଲାଇଣ୍ଡ ଏଇଟା ସମସ୍ତଙ୍କ ପାଇଁ ନୁହେଁ। ଜଣେ ଶୁଦ୍ଧାତ୍ମା ପାଇଁ ମନଟା କେତେବେଳେ ଅନ୍ଧ ନୁହେଁ, ମନ କେତେବେଳେ ଚାଲାକ ନୁହେଁ, ମନ କେତେବେଳେ ଚତୁର ନୁହେଁ। ଯିଏ ସମର୍ପିତ ହେଇଯାଇଛି ତାର ମାଇଣ୍ଡ କାହିଁ ବ୍ଲାଇଣ୍ଡ ହେବ? ତା ମାଇଣ୍ଡଟା କାହିଁକି ବ୍ଲାଇଣ୍ଡ ହେବ? ଯିଏ ସିନା ସମର୍ପିତ ହେଇନାହିଁ ଭଗବାନଙ୍କ ପାଖରେ, ଗୁରୁଙ୍କ ପାଖରେ, ତା ମନଟା ଗୋଟେ ଅନ୍ଧ ନା। ଅନ୍ଧ ଅର୍ଥ କ'ଣ? ଯିଏ କିଛି ଦେଖିପାରେନି, ଯିଏ କିଛି ଦେଖିପାରେନି ସେ ଜାଣିବ କ'ଣ? ସେ ଅନୁମାନ କରି ଗେସ୍ କରି ଜାଣେ ନା। ଯିଏ ଦେଖିପାରୁନାହିଁ ସେ କିଛି ଜାଣିପାରିବନି। ସେ କ'ଣ ଜାଣିବ? ତା ଦେହର ଜନ୍ମ ଜନ୍ମାନ୍ତରର ଯେଉଁ ସଂସ୍କାର ଗୁଡ଼ିକ ତା ଭିତରେ ଅଛି, ସେଗୁଡ଼ିକ ଯେତେବେଳେ କ୍ରିୟା କରିବ, ସେ ତା ଭିତରେ କେତେ ଗୁଡ଼ିଏ ଅନୁଭୂତି ଅନୁଭବ ହିଁ ଆସିବ। ସେ ସେତିକି ଜାଣିବ, ଆଉ ଅଧିକା କଥା କିଛି ଜାଣିପାରିବ ନାହିଁ। ତାକୁ କହିବେ ଗୋରା ଲୋକଟି କେମିତି ବୁଝେଇ ପାରିବ, କଳା ଲୋକଟି କେମିତି ବୁଝେଇ ପାରିବ, ଜଗନ୍ନାଥ କେମିତି କହିପାରିବ, ଭଗବାନ ଶ୍ରୀକୃଷ୍ଣ ପ୍ରଭୁ ଶ୍ରୀରାମ କେମିତି କ'ଣ କହିପାରିବ? ତେଣୁ ଏଇଠି ଗୋଟେ କଥା ରହିଲା, ମଣିଷ ଦୁଃଖ ଭୋଗୁଛି କ'ଣ ହେଉଛି ନା ସେ ଭଗବାନଙ୍କ ଠାରୁ ଦୂରେଇ ଯାଉଛି। ପୁଣି ଆଉ ଗୋଟେ କ'ଣ ଦୁଃଖ ଭୋଗୁଛି ବ୍ୟକ୍ତି ନା, ବ୍ୟକ୍ତି ଯେତେବେଳେ ଅଲଗା ଲୋକକୁ ଦେଖୁଛି, ଯେତେବେଳେ ସେ ଅଲଗା ଲୋକକୁ ବାରମ୍ବାର ଦେଖୁଛି, ସେତେବେଳେ ସେ ଦୁଃଖ ଭୋଗୁଛି। ଯଦି କାହାକୁ ସେ ଦେଖିବ ନାହିଁ, ସେ ନିଜକୁ କେବଳ ସବୁବେଳେ ଦେଖିବ, ସେ କେତେବେଳେ ଆଉ ଦୁଃଖ ଭୋଗ କରିବ ନାହିଁ। ଦେଖନ୍ତୁ, ଦେଖିକି ଆପଣ ଦୁଃଖ ଭୋଗୁଛନ୍ତି କି ସୁଖ ଭୋଗୁଛନ୍ତି? ସବୁବେଳେ ଆପଣ ଦେଖିବାକୁ ଛାଡ଼ନ୍ତୁ। କ'ଣ ଦେଖିବାକୁ ଛାଡ଼ିବେ? ଲେଖନ୍ତୁ, କାହାରିକୁ ଆମେ ଦେଖିବୁ ନାହିଁ, ଆମେ ନିଜକୁ ହିଁ ଦେଖିବୁ, ନିଜକୁ ସମୀକ୍ଷା କରିବୁ, ନିଜକୁ ଆମେ ଆଲୋଚନା କରିବୁ, ନିଜକୁ ଆମେ ତର୍ଜମା କରିବୁ। ଆମେ କାହାରିକୁ ଦେଖିବୁ ନାହିଁ। ଆପଣ ଯାହାକୁ ଦେଖିବେ, ଦେଖିବେ ପ୍ରତି ଲୋକ ଭିତରେ ନିଶ୍ଚିନ୍ତ ଭାବରେ ଆପଣ ଦୋଷଟାକୁ ଆଗ ଦେଖନ୍ତି, ଆଗ ଖରାପଟାକୁ ଦେଖନ୍ତି, ଆଗ ଭଲଟାକୁ କେତେବେଳେ ଆପଣ ଦେଖିପାରନ୍ତି ନାହିଁ। ପ୍ରତି ଲୋକ ଭିତରେ ଭଲ ଆଉ ମନ୍ଦ ହିଁ ରହିଛି। ପ୍ରତି ଲୋକ ଭିତରେ ପଜିଟିଭ ଆଉ ନେଗେଟିଭ ହିଁ ରହିଛି। ନିଜ ଭିତରେ ଆପଣ ଯେହେତୁ ପଜିଟିଭ ନେଗେଟିଭରେ ଅଛନ୍ତି, ଯେଉଁଠି ଆପଣ ଆଖି ପଡ଼ିବ ଆପଣ ପଜିଟିଭ ଆଉ ନେଗେଟିଭଟାକୁ ହିଁ ଦେଖିବେ। ତେଣୁ ଯଦି ଆମେ କାହାରିକୁ ଦେଖିବା ନାହିଁ, ତାହେଲେ କାହାର ପଜିଟିଭ ଦେଖିବାର ନାହିଁ, କାହାର ନେଗେଟିଭ ଆମର ଦେଖିବାର ନାହିଁ। ପୁଣି ତାକୁ ସମୀକ୍ଷା କରିବେ, କାହାର ପଜିଟିଭ ଦେଖିଲେ ମୋର କ'ଣ ହେଇଯିବ, କାହାର ନେଗେଟିଭ ଦେଖିଲେ ମୋର ବି କ'ଣ ହେଇଯିବ, କାହା ପଜିଟିଭରେ ମୋତେ କ'ଣ ରେଜଲ୍ଟ ମିଳିବ, କାହାର ନେଗେଟିଭ ଦେଖିଲେ ମୋତେ ବି କ'ଣ ରେଜଲ୍ଟ ମିଳିବ। କାହାର ଧନ ଅଛି, ମୋର ଜାଣିଲେ କ'ଣ ଲାଭ ଅଛି, କାହାର ଯିଏ ଗରିବ ତାକୁ ଜାଣିଲେ ବି ମୋର କ'ଣ ଲାଭ ଅଛି। ମୋତେ କ'ଣ କରିବାକୁ ପଡ଼ିବ, ତାହା ହିଁ ମୁଁ କରିବି। ତେଣୁ ଦେଖନ୍ତୁ, ଶ୍ରଦ୍ଧା ନଥିବାରୁ ଆମ ଭିତରେ ଜ୍ଞାନ ନାହିଁ। ଜ୍ଞାନ ନଥିବାରୁ ସମସ୍ତ ଅଜ୍ଞାନତାରେ ଏ ମନ ହୃଦୟ
पूरा परिपूर्ण पूरा कौन ना परिपूर्ण होती लगे सत्संग आयोजन साधु संग करिया पड़िबो हमको प्रत्येक दिन स्वाध्याय करिया पड़िबो प्रत्येक दिन हमको साधना रे बसिको पड़िबो ज्ञान प्राप्ति पर्यंत कि ज्ञान ना आत्मज्ञान प्राप्ति होगा पर्यंत प्रत्येक विषय को आम भल भाव जापर भल भाव बुझीपर भल भाव समीक्षा कर भल भाव तदन करी अनुभव करें कौन हम ना आपण भितर आउ अज्ञानता भाव बा निद्रित भाव आपण भितर आसब नहीं। तेणु सबरी मूल हूँ देखिए श्रद्धा श्रद्धा थिले आपण भितर कौन हम ना ज्ञान आसब ज्ञान आसिले आपण भितर अलगा दैवी गुण डिवाइन क्वालिटीज गुड़िक धीरे धीरे गोटे 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 आपण भितर आसीज आपण सब बड़े चेतना रे निजको देखिए निजको जानवे निजको करेक्शन करेंगे आकुटिया जीवे एकुटिया मझिरे साथी जी साथी तांको सहित साथी हवा पड़ो जे साथी हुए ये दुनिया रे जिते लोग साथी हे परस्पर भितर गोटे स्वार्थ स्वामी स्त्री भितर भल पाइबा गोटे स्वार्थ गुरु शिष्य भितर भी स्वार्थ भगवान को भल पाइबार भी आजिक लोक मैंने स्वार्थ गुरु सहित भगवान सहित जोड़ुं कहीं एत वर्ष गलु आमर किसी है ना ये कौन होता तुमको कौन मिली था तुम्हें कौन पाई था कौन खोजुल आपन जदि आलोचना हम कौन हम सी खोजुला भौतिक जगतर समस्त समस्त सुविधा समस्त प्राप्ति भौतिक जिनस से सुविधा प्राप्ति न होबारु तार स्वार्थ हानि घटिला संपर्क कटिगला आउ आनंद प्रेम प्रीति है ना। तेणु जने काली प्रश्न कले भगवान आमको केतबेले कृपा करेंगे आम जाना केतबेले आमको कृपा करेंगे आमको अनेक थर सत्संग प्रश्न उठीचे आम जदि भगवान को सेवा करवा और भगवान को स्मरण करवा 24 घंटा तेल भगवान आमको कृपा करेंगे भगवान को सेवा बाबा कहते गुरु को सेवा करवा गुरु को सब बेले स्मरण कले आमको गुरु कृपा ही प्राप्ति हम भगवत कृपा ही प्राप्ति हम सेवा बोले कौन सेवा देवा निर्वाह द्वारा गुरु कृपा बा भगवत कृपा साधक साधिका को प्राप्ति होता है। सेवा गुरुदेव जो उपदेश देले ताको पालन करने को सेवा कहुए पुणी सेवा सी तो गोटे कथा एवं गुरुदेव जे प्रकृत गुरु से पिंडर सेवार कथाटा आग कहे तापर ब्रह्मांडर सेवा कथाटा परे कहे जार पिंडर सेवा न हो पार से ब्रह्मांडर सेवा ठीक ठीक कर स्मरण निज भितर भगवान को बा गुरु को से सबुबले स्मरण कर ये कर्ममय जंजालमय संसार भितर रहीक एवं ब्रह्मांड रे से जोटी दृष्टि पड़ो जोटी तार आखि पड़ो जहाँ को से देखिब सबु तुम्हें बोली भाविब सबु तुम्हें बोली भाविब मनरे प्रश्न उठिब ये कौन संभवपर निश्चिंत संभवपर आपण ये अभ्यास करी 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 वर्षे 2 वर्ष 3 वर्ष करी चलंदु देखिए जो कथा आपणकर नथिला जो भावना आपणकर नथिला जो ज्ञान आपन को प्राप्ति ही नथिला एवं जहाँ आपण मनरे प्रवेश करि पारु नथिला देखिए धीरे 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 से गुड़िक आपण मनरे कौन हम ना बसा बांधि करके रहिबो बसा अर्थ बांधिबा आउ जीवन आउ डिलीट हवा एते सहज नुहे देखुना आपण जेतबेले
କେଉଁ କଥା କେଉଁ ଦିନ କରିଥିଲେ ଘଟଣା ଘଟିଥିଲା ଯେତେବେଳେ ପୁଣି ମନେ ପକାଉଛନ୍ତି ସେତେବେଳେ ସେଇ କଥା ପୁଣି ଆପଣ ମନ ଭିତରୁ କେମିତି ପଳେଇ ଆସୁଛି। ତେଣୁ ଯଦି ଆମେ ସବୁବେଳେ ଆଧ୍ୟାତ୍ମିକ ପ୍ରୋଗ୍ରାମ ଗୁଡ଼ିକ ଦେଇଥିବା, ସତ୍ସଙ୍ଗର ଆଶ୍ରୟ ନେଉଥିବା, ଦାନ କରୁଥିବା, ସେବା କରୁଥିବା, ସମସ୍ତଙ୍କୁ ଆତ୍ମବୋଧରେ ଭଲ ପାଉଥିବା, ଜପ ଧ୍ୟାନରେ ବୁଡ଼ୁଥିବା, ସେଇ ସଂସ୍କାର ଗୁଡ଼ିକ କ'ଣ ହେବ ନା ଆମ ଭିତରେ ରହିଯିବ ଏବଂ ପୂର୍ବ ଜନ୍ମରେ ପୁଣି ଆଗାମୀ ଜନ୍ମରେ ସେଇ ସଂସ୍କାର ଗୁଡ଼ିକ ଆମ ଭିତରେ ଗଛ ଉଠିବ, ବିରାଟ ବିରାଟ ଦ୍ରୁମ ହେବ। ଆଉ କ'ଣ, ଆଉ ପତନ କେମିତି ହେବ? ଆଉ ପତନ କି ପଶୁ କେମିତି ହେବ? ପଶୁର କ'ଣ ଯିବ ଧ୍ୟାନ ମନ୍ଦିର କରିବାକୁ, ସତ୍ସଙ୍ଗ କରିବାକୁ, ଭଜନ କୀର୍ତ୍ତନ କରିବାକୁ, ଲେଖାଲେଖି କରିବାକୁ? କ'ଣ ସେ କେବେ କେଉଁଠି ଯାଏ କେଉଁ ପଶୁ ପକ୍ଷୀ କୀଟ ପତଙ୍ଗ ତରୁ ତୃଣ କେବେ ଯାଇଛନ୍ତି? ସବୁ ଏ ମଣିଷ କରିଛି। ଯିଏ ଏଇ ପ୍ରୋଗ୍ରାମ ତା ଭିତରେ ଦେଇଛି, ପ୍ରୋଗ୍ରାମ ତ ଦେଲା ମାନେ ଷ୍ଟୋର ହେଲା ନା, ତାକୁ ପୋଡ଼ି ପାଉଁଶ କରିବାର ଟେକ୍ନିକ୍ ଅଛି। ତୁମେ ସେଗୁଡ଼ା କାହିଁ ଭାବିବ? ଯେଉଁମାନେ ମୁଖ୍ୟ ବେଳେ ଆସି ମୁଖ୍ୟ ଚିନ୍ତା କରନ୍ତି, ଆଉ ସଂସାରକୁ ଆସିବାକୁ ଇଚ୍ଛା କରନ୍ତି ନାହିଁ, ସଂସାରଟା ଦୁଃଖାଳୟ ବୋଲି ଭାବିଛନ୍ତି, ମା ଗର୍ଭରେ ରହିବା କେତେ କଷ୍ଟ, ପୁଣି ଲାଳନ ପାଳନ ହେବା କେତେ କଷ୍ଟ, ଯିଏ ଅନୁଭବ କରିଛନ୍ତି ସେମାନେ ଆଉ ଆସିବାକୁ କେତେବେଳେ ଚିନ୍ତା କରନ୍ତି ନାହିଁ। କାରଣ ତୁମର ସେ କଥା ଭାବିବା ଦରକାର ନାହିଁ। ତୁମେ ଭଗବତ ପ୍ରୋଗ୍ରାମରେ 24 ଘଣ୍ଟା ରହି ଭଗବତ ପ୍ରୋଗ୍ରାମକୁ ଚିତ୍ତରେ ପୁରା ରହିଲା ମାନେ ଅଟୋମେଟିକ୍ ସହିତ ରେକର୍ଡ଼ିଂ ହେବ। ଗୀତ ବାଜିଲେ ତ ରେକର୍ଡ଼ିଂ ହେଲା, ଆଉ ରେକର୍ଡ଼ ମାରିଦେଇଥିଲେ ସେ ରେକର୍ଡ଼ିଂ ହେଇ ଚାଲିଲା, ଆଉ କ'ଣ ଅଛି? ଏ ତ ଅଟୋମେଟିକ୍ ଷ୍ଟୋର ହେଇଯାଉଛି। ଆଉ କ'ଣ କେଉଁଠି ଦେଖିଥିଲେ 20 ବର୍ଷ ତଳେ ଜାଗାଟାକୁ ସ୍ପଟ୍ କାହାକୁ ଦେଖିଥିଲେ, ପୁଣି ମୋ ମେମୋରି ଭିତରେ ଆସୁଛି, ମୁଁ ତୁମକୁ ଦେଖିଥିଲି, ସେଇ ସ୍ପଟ୍ ଦେଖିଥିଲି। କେବେ ଭାବିଛ କେଉଁଠି ଥିଲା? କେଉଁଠି ଥିଲା? ନିଜ ଦେହ ଭିତରେ ଥିଲା, ମନ ଭିତରେ ଥିଲା। କେଉଁଠି ଥିଲା ନା ସବୁ ସେଇ ମୁଣ୍ଡ ଭିତରେ ଥିଲା, ବ୍ରେନ୍ ଭିତରେ ଥିଲା। ସବୁ କଥା ତାହେଲେ ଷ୍ଟୋର ହେଇକି ହିଁ ଅଛି। ତେ ମଲା ପରେ ସ୍ଥୂଳ ଶରୀର ସିନା ପୋଡ଼ି ପାଉଁଶ ହେଇଯାଏ, ସୂକ୍ଷ୍ମ ଶରୀର କାରଣ ଶରୀର ପୋଡ଼ି କ'ଣ ପାଉଁଶ ହୁଏ? ସୂକ୍ଷ୍ମ ଶରୀରରେ ସମସ୍ତ ସଂସ୍କାର ଗୁଡ଼ିକ, କୁସଂସ୍କାର ସୁସଂସ୍କାର ଗୁଡ଼ିକ ଡିପୋଜିଟ୍ ହେଇକି ଥାଏ। ତା ତୁମକୁ ପୁଣି ନେକ୍ସଟ ଯେତେବେଳେ ତୁମେ ମାତୃ ଗର୍ଭକୁ ଆସିବ, ଅଦୃଷ୍ଟ ଶକ୍ତି ତୁମକୁ ପ୍ରେରଣ କରିବ, ତୁମେ ପୁଣି ମା ଗର୍ଭରେ ରହିକି ଜନ୍ମ ହେବ। ସେତିକିବେଳେ ତୁମେ ଦେଖିବ ପୁଣି ସେଇ ସଂସ୍କାର ଗୁଡ଼ିକ ତୁମ ଭିତରେ କ୍ରିୟା କରୁଛି। ଜଣଙ୍କ ଭିତରେ କରୁଛେ, ଯେ ଯେଉଁ ସଂସ୍କାର ନେଇକି ଆସିଛି ତା ଭିତରେ କରୁନାହିଁ। ଛୋଟ ପିଲାଟେ ଟିକେ ତାର 2-3 ବର୍ଷ ବେଳକୁ ସେ ଭଜନ କୀର୍ତ୍ତନ ବୋଲୁଛି, ଭଜନ ଲେଖୁଛି ଏବଂ ଶାସ୍ତ୍ର କଥା ସେ କହୁଛି, ନାଇଁ କି? କେହି ଶିଖେଇବା ଦରକାର ନାହିଁ, କିଛି କହିବା ଦରକାର ନାହିଁ, ସେ ନିଶ୍ଚିନ୍ତ ଭାବରେ ହେଉଛି। ତେଣୁ ଆମେ ଜାଣିପାରୁନେ ଆମେ କି ପ୍ରୋଗ୍ରାମ ଆମ ଚିତ୍ତ ଭିତରେ ଆମେ ଦେଉଛେ, ଆମ ମନ ଭିତରେ, ବ୍ରେନ୍ ଭିତରେ ଷ୍ଟୋର କରି ରଖୁଛେ। ଯାହା ରଖୁଛେ ସେ ଆମ ପାଇଁ। ଯେଉଁ ଧନ ଆମ ଅମାରରେ ରଖିଛେ ସେଇ ସବୁ ହିଁ ଆମକୁ କ'ଣ ହେବ ନା ପ୍ରାପ୍ତି ହେବ। ପ୍ରାପ୍ତି ହେବ ନାହିଁ। ମଣିଷ କମି ବଡ଼ ଚାଲାକ ମଣିଷ, କମି ବୁଦ୍ଧି ଖଟଉଛି, କମି ଚତୁରତା ସେ ପ୍ରୟୋଗ କରୁଛି, କେତେ କଥା ସେ ଭାବୁଛି, କେତେ ସେ ସ୍ୱପ୍ନ ଦେଖୁଛି, ଦିନରେ ଦେଖୁଛି, ରାତିରେ ଦେଖୁଛି, 24 ଘଣ୍ଟା ସେ ସ୍ୱପ୍ନ ଦେଖୁଛି, କେବଳ ବାସ୍ତବକୁ ଦେଖୁନାହିଁ। କହିଥିଲେ ବାବା ସତ୍ସଙ୍ଗରେ, ଆରେ ତୁ କାହିଁ କାନ୍ଦୁଛୁ, ତୁମେ କାହିଁ କାନ୍ଦୁନ? କାହିଁ ମୁଁ କାନ୍ଦିବି? ତୁ ଗୋଟିଏ ପୁଅ ମୋଲା ବୋଲି କାନ୍ଦିଲୁ, ମୁଁ ତ କାଲି ରାତିରେ 4ଟା ପୁଅ, ବୋହୂ, ନାତି ନାତୁଣୀ, କୋଠା ବାଡ଼ି, ଘର ଦ୍ୱାର ଦେଖିଥିଲି। ମୋ ନିଦ ଭାଙ୍ଗିଗଲା ବେଳକୁ କେହି ନାହାନ୍ତି। 4ଟା ପୁଅ ମଲେ ସେଥିଲାଗି କାନ୍ଦିଲି ନାହିଁ। ତୁ ଏଇ ଗୋଟିଏ ପୁଅ ମଲା ବୋଲି ତୁ କାନ୍ଦିଲୁ ନା? କ'ଣ ସିଏ ସ୍ୱପ୍ନ? ନା ଇଏ ବି ସ୍ୱପ୍ନ। ତୁ ବୁଝିନୁ, ଇଏ ବି ସ୍ୱପ୍ନ। ଇଏ ଯଦି ସ୍ୱପ୍ନ ନ ହେଇଥାନ୍ତା ତାହେଲେ ତୁ ମରିଗଲେ ତୋ
तो पर रही था तो ये स्वप्न भले आसिले गले भागवत लेखा नहीं सुत तनय दारा दास ये सर्व बिजुली प्रकाश बिजुली अर्थ कौन बुझीपार चेकिणी गोटे मुहूर्त करेन्ट आसो लाइट से पड़ो सुत तनय दारा दास ये सर्व बिजुली प्रकाश ये पुणी जानती निज कर्म पथे शोक संताप दे चिते ये पुणी निज कर्म पथरे जी कि क्या अपेक्षा करें क्या कथा कहीं शुणुना क्या कथा भी कहीं मानुना क्या संस्कार पिलामाता पितामाता जन्म ग्रहण कर पितामाता खाद्य अन्नरे पैसा परिचालित होती किंतु से थट्स अलग तुम्हें जमी गाइड कर सेमती हे ना सी कह ना मुझे एमती करी तुम्हें जदि कह अशांति सृष्टि हे अशांत अवस्था हे सी पुणी से समस्यार पुणी समाधान करना बाहर कर दे पार कि से केस कर तुम मोर प्रॉपर्टी अच्छी तुमको मारिया को भी आसब से तो चलो विभिन्न प्रकार झमेला चलो तेणु सल्यूशन को प्रोब्लेम को तुम सल्व कर तुम्हें ता कथार एग्री हम कौन हुए ना जो माने महान जो माने बड़ बड़ व्यक्तित्व जहाँकर पूर्ण ज्ञान आसीगला से माने साधारण लोगों सहित कंप्रोमाइज करने को बाध्य साधारण लोक के सहित कंप्रोमाइज करें ना कहले बहुत समय जीव देखो श्रद्धा पर कथा सरुना तेणु कहार केते श्रद्धा गुरु प्रति भगवान प्रति अच्छी ताकू निजक आप समीक्षा कर देखु आपण आपण घर पर केते व्यस्त आपण काम केते व्यस्त आपण बंधु बांधव जो स्वार्थ अच्छे जो स्वार्थ ना से बंधु बांधव ना प्रति आप केते व्यस्त निजर परिवार पर केते व्यस्त जी समस्त दुखर साथी ये पुणी जाती निज कर्म पथे शोक संताप दे चित्ते चित्तर देवे मनरे देवे नहीं बापा रेकर्डिंग ही सब पुणी कौन हम ना यहाँ संगे लाभ यहाँ संगे संग कले लाभ ये भाव मूढ़ न जान ये भाव मूढ़ न जान मूढ़ ये भाव को बुझी पारु नहीं कितने कथा मुनि ऋषि साधु सन्त माने निजे भगवान मान भागवत कहते ये भाव मूढ़ न जान ये सब बिजुली चक्री मार चली गोटे स्त्री तू तो दिन स्वप्न देखिलु तू तो दिन स्वप्न देखुचु मु तो राति स्वप्न देखी कौ स्वप्न सत्य नुहे तेणु ठीक ज्ञान लाभ हेले आपण देखिए कहीं कहार नुहति कहीं क्या भल पाऊना कहीं क्या सुख दौना कहीं क्या आनंद दौना देखिए मो सुखटा मो भितर आनंदटा मो भितर दुखटा मो भितर कष्टटा मो भितर जंत्रणाटा मो भितर मु क्या आनंद देले आनंद पाइबी मु क्या दुख देले दुख पाइबी मु क्या सुख देले सुख पाइबी जदि मो भितर सुखटी नहीं कहीं मत सुख देवे नहीं परीक्षा कर देखो तेणु श्रद्धा हेले ज्ञान आसब साधु संग करेंगे सत्संग करेंगे स्वाध्याय करेंगे कर्म कले ज्ञान आसीगला कौन तेणु आम भावुचे अरे आम कहीं सत्संग जावा से तो कथा आउ कौन कथा अच्छी से तो भगवत प्रसंग अरे भगवत प्रसंग पर्यंत पड़ी ना तमर प्रसंग आलोचना होची तम प्रसंग आलोचना जो सरीजीव भगवत प्रसंग आलोचना से चलो तमर कथा को समाधान है तम मन स्थिर है तम मन शांत है तम मन बुझिला तम मन स्थिर कले कि ये संसार रे सत्यटा कौन
ମିଥ୍ୟାଟା କ'ଣ? ମୁଁ କ'ଣ କରିବାକୁ ଆସିଥିଲି, କ'ଣ କରୁଛି, କେତେ ଦିନ ମୁଁ ଏ ଚାଲାଖି ନେଇକି ଚଳିବି? ଆମର କ'ଣ କିଛି ଅଛି ଆମେ କ'ଣ ଦେଇପାରିବୁ? ଏଠି ସୁନ୍ଦର ଚାଲାଖି ଭକ୍ତପ୍ରଭୁ ଲେଖା କ'ଣ କଲେ, ସମସ୍ତ ପଇସାକୁ ବାବା ବହୁତର ଉପସ୍ଥାପନା କରୁଛି ସାଧୁଙ୍କ ସେବାରେ ଲଗାଇଦେଲେ। ସଂକ୍ଷେପରେ 5 ମିନିଟ୍ ଶ୍ରଦ୍ଧା ରହିଲା, ବିଶ୍ୱାସ, ନିର୍ଭର, ଭକ୍ତି, ସମର୍ପଣ ପୁଣି ହେବ ଗୋଟେ ଗୋଟେ ଟପିକ୍। ତାପରେ କ'ଣ ହେଲା, ସରିଗଲା। ସ୍ତ୍ରୀ କହିଲେ, ହଇ ତୁମେ ସମସ୍ତ ପଇସା ସାଧୁସନ୍ଥଙ୍କ ସେବାରେ ଲଗେଇଦେଲ, ଖାଇ ପିଇ ଚଳିବା କେମିତି? ଏ ଝିଅଟି ଅଛି ଆମର ବାହାଘର ହେବ କେମିତି? ତୁମେ ଜଗନ୍ନାଥ ପାଖକୁ ଯାଅ ପୁରୀ ଏବଂ ତାଙ୍କୁ ସମସ୍ତ କଥା କହିବ, ସିଏ ଯାହା ବ୍ୟବସ୍ଥା କରିବେ। ଆଉ କ'ଣ, ସେଇ ବିଶ୍ୱାସରେ ଦଣ୍ଡ ମାରି ମାରି ଫୁଲମାଳଟିଏ ଧରି ସେ ଆସି ପୁରୀରେ ପହଞ୍ଚିଲେ। ବହୁତ କଥା ଭଗବାନ ତାଙ୍କୁ ବାଟରୁ ଅଠରନଳା ପାଖରୁ ନେଲେ, ସବୁ କଲେ। ସେ ଫୁଲମାଳଟି ନେଇଥିଲେ, ତାର କିଛି ନଥିଲା। ରାତିରେ ବଡ଼ ଶୃଙ୍ଗାର ବେଶ ପରେ ଲେଖା କ'ଣ କରୁଛି, ଭଗବାନଙ୍କୁ ଦର୍ଶନ କରିକି ମନ୍ଦିରରୁ ସମସ୍ତେ ବାହାରିବେ, ମନ୍ଦିର ଦ୍ୱାର ତ ବନ୍ଦ ହେବ ନା। ଜଗନ୍ନାଥ କହୁଛନ୍ତି, ଲେଖା ଟିକେ ରହିଯା, ତୋର ମୋର କଥାବାର୍ତ୍ତା ହେବା। ଏ କଥାକୁ ଆପଣମାନେ ବିଶ୍ୱାସ କରିପାରିବେ? ଏ ତ ପୁରାଣ କାହାଣୀ କଥା ନୁହେଁ, 1600 ଖ୍ରୀଷ୍ଟାବ୍ଦର କଥା। ବିଶ୍ୱାସ କରିପାରିବେ? ପ୍ରଭୁ ମୁଁ କେମିତି ରହିବି? ଶୂନ୍ୟବାଣୀ ଶୁଣୁଛି, ପୁଣି ଉତ୍ତର ଆସୁଛି, ତୁ ବ୍ୟସ୍ତ ନା, ତୁ ସେଇ ଗୋଟେ ଖମ୍ବ ମୂଳରେ ବସିଯା, ପୌଡ଼ ହେଇଯାଉ। ପ୍ରଭୁ ଶୀତ ହେଉଛି, କିଛି ବ୍ୟସ୍ତ ହନା, ମୁଁ ଯାଉଛି ତୋ ପାଖକୁ। କ'ଣ କଲେ, ଆସିକି କମଳଟେ ଘୋରେଇ ଦେଇ ବସିଲା। ଆହା, ତୁ ଏତେ କଷ୍ଟ କରି ଆସିଲୁ। ସେଇ କଥା ବାବା ପୂର୍ବ ସତ୍ସଙ୍ଗରେ କହିଥିଲେ, ଏକନାଥ ସବୁବେଳେ ପ୍ରଭୁଙ୍କ ସେବା କରୁଥିବାରୁ ବାର୍ଦ୍ଧକ୍ୟ ଅବସ୍ଥା ଆସିବାରୁ ଭଗବାନ 12 ବର୍ଷ ତାଙ୍କ ସହିତ ଚନ୍ଦନ ଘୋରିକି ଦେଲେ, ମାନେ ତୁଳସୀ ଦେଲେ, ପୂଜାରେ ସହଯୋଗ କଲେ। ଯଦି ସବୁବେଳେ ଆମେ ଭଗବତ ପ୍ରସଙ୍ଗର ସେବାରେ ରହିଥିବା, ଆମର ଦାୟିତ୍ୱ ନିଶ୍ଚିନ୍ତ ଭାବରେ କେଉଁ ରୂପରେ ଆସି ସେ ଆମର ଦାୟିତ୍ୱଟା ସେ ନେବେ, ଆମକୁ ସାହାଯ୍ୟ ଏବଂ ସହଯୋଗ ହିଁ କରିବେ। ଏ ବିଶ୍ୱାସ ଆମର ଏପର୍ଯ୍ୟନ୍ତ ନାହିଁ। ତାପରେ କଥା ହେଲେ, ଯା, ଭୋର ହେଇଗଲେ ତୁ ଯା। ପ୍ରଭୁ ସବୁ ଦ୍ୱାର ତ ବନ୍ଦ, ତୁ ଯା, ଦେଖ ସବୁ ଦ୍ୱାର ଖୋଲା। ଭଗବାନ ଦିନକୁ ରାତି କରିପାରନ୍ତି, ରାତିକୁ ଦିନ କରିପାରନ୍ତି, ଅସମ୍ଭବକୁ ସମ୍ଭବ କରିପାରନ୍ତି, ସମ୍ଭବକୁ ଅସମ୍ଭବ କରିପାରନ୍ତି। ଏକମାତ୍ର ସୃଷ୍ଟିର ସ୍ରଷ୍ଟା ଜଗତର ନାଥ ବା ଜଗନ୍ନାଥ। ସବୁ ଦ୍ୱାର ଖୋଲା, ଭକ୍ତ ଆସିଲା, ସବୁ ଦ୍ୱାର ପୁଣି ବଉଡ଼ ହେଇଗଲା। ଏମିତି 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 1 ମାସ ବିତିଗଲା। ଭକ୍ତ ପ୍ରଭୁର ଲେଖା ରହିଲେ, କହିଲେ ନା ଆଉ ମୁଁ ଠାକୁର ପାଖକୁ ଯିବି ନାହିଁ। କିନ୍ତୁ ଠାକୁରଙ୍କୁ କହିପାରିଲେନି ଯେ କ'ଣ ପାଇଁ ମୁଁ ଆସିଥିଲି। ଅନ୍ତର୍ଯାମୀନାଥ ସବୁ ଅନ୍ତର କଥା ହିଁ ଜାଣନ୍ତି। ଯିଏ ସମସ୍ତ ପଇସା ସାଧୁ ନୁହେଁନ୍ତି, ଯେଉଁ ଆମେ ଗୋଟେ ଶବ୍ଦ ୟୁଜ୍ କରୁଛେ, ସାଧୁ ସେବା, ପର ଉପକାର, କାହାକୁ ଦବା, ଗରିବ, ନିଃସହାୟ, ଅସହାୟ, ଏ ଶବ୍ଦ ଗୁଡ଼ିକ ଜଣେ ସାଧକ ପକ୍ଷରେ, ଜଣେ ଉଚ୍ଚକୋଟୀର ସାଧିକା ପକ୍ଷରେ ରଙ୍ଗ। ଯଦି ସବୁ ଏକମାତ୍ର ଏ ସଂସାରରେ ଈଶ୍ୱର ବ୍ୟତୀତ କେହି ନାହାନ୍ତି, ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି, ଈଶ୍ୱର ସତ୍ୟ ଜଗତ ମିଥ୍ୟା, ଯିଏ ଯାହାର ଏଇ ବୋଧ ହେଇଛି, ତା ପାଇଁ ପର କେଉଁଠୁ ଆଇଲା? ତା ପାଇଁ ଗୃହସ୍ଥ କେଉଁଠୁ ଆଇଲା? ତା ପାଇଁ କିଏ କେଉଁଠୁ ଆସିଲା? ପର ଉପକାର ଯେଉଁ କୁହାହେଉଛି, ତା ପାଇଁ ମିଥ୍ୟା। ସେ ଦେଖିବ ଗୋଟିଏ ଶକ୍ତି ସବୁ ନିଜ ପାଇଁ ନିଜେ କରୁଛି, କାହା ପାଇଁ କେହି କିଛି କରୁନାହାନ୍ତି, ତା ପାଇଁ ସିଏ କରୁଛି। ଆପଣ କଥା ବୁଝିପାରିବେ ନାହିଁ, ଖାଲି ଶୁଣିଥାନ୍ତୁ, ସାଧନା କଲେ ଅନୁଭବ କରିବେ। ଯଦି ଈଶ୍ୱର 1 2 ନୁହନ୍ତି, କାହା ପାଇଁ କିଏ କଲା? କିଏ କାହାକୁ ଦେଲା? କିଏ କାହାଠୁ ନେଇଗଲା? କାହାକୁ କିଏ ହଇରାଣ କଲା? କାହାକୁ କିଏ ଦୁଃଖ ଦେଲା? କାହାକୁ କିଏ ସୁଖ ଦେଲା? ସେ ଭାଗବତର ପଦ, ତୁ ଯେବେ ଏକ ଭାବେ ଭାବୁ, ଏଇ ଘୋର ସଂସାର ତରିବୁ। ଯେତେବେଳେ ଆପଣ ଯୋଗ ଅଭ୍ୟାସ କରି 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 ମିଳନ ହେଇ ତା ସହିତ ଯିବେ, ସେତେବେଳେ ଦେଖିବେ ଭକ୍ତ ଭଗବାନ ଅଭେଦ, ତିଳେ ମାତ୍ର ନାହିଁ ଭେଦ।
ଏକ ଦୁଇ ନାହିଁ ଚେତନାର ଏକତ୍ୱ ଭାବ ପାଇଁ ଆମେ ସାଧନା କରୁଛେ ଚେତନାର ଏକତ୍ୱ ଭାବ ପାଇଁ। ତେଣୁ ଆମେ ଅନେକରେ ଅଛେ ଅନେକରେ ଦୁଇକି ଆସିବା ଦୁଇରୁ ଏକରେ ପହଞ୍ଚିବା ଏକରୁ ଆମେ ଶୂନରେ ପହଞ୍ଚିବା ଶୂନଟା ପୁଣି କେଉଁଠି ମିଶିଯିବ ଏଇ କଥା ବାବା ସରଳ କଥା କହୁଛନ୍ତି ସମସ୍ତେ କହୁଛନ୍ତି ଏଇ କଥାକୁ ତ ବୁଝନ୍ତୁ। ଅନେକରୁ ଦୁଇକି ଆସିବା ଦୁଇରୁ ଏକକୁ ଯିବା ଏକରୁ ଶୂନକୁ ଯିବା ଶୂନରୁ ମହାଶୂନ୍ୟକୁ ଯିବା। ଏ କଥାଟା କହିଲେ ହେବ ନାହିଁ ଆର ଟେକ୍ନିକ୍ ଅଛି। କେମିତି ଅନେକରୁ ଦୁଇକି ଆସିବା ତାର କୌଶଳ ଅଛି ପୁଣି ଦୁଇରୁ ଏକକୁ ଆସିବା ତାର କୌଶଳ ଅଛି ପୁଣି ଏକରୁ କେମିତି ଶୂନକୁ ଯିବା ତାର କୌଶଳ ଅଛି ଶୂନରୁ କେମିତି ମହାଶୂନ୍ୟକୁ ଯିବା ତାର କୌଶଳ ଅଛି। ସେ କୌଶଳ ସେଇ ସୃଷ୍ଟି କରିଛି ସେ ହିଁ ସାଧନା କରୁଛି ସେ ହିଁ କଥା କହୁଛି ସେ ହିଁ ଶୁଣୁଛି। ଏଇ କନସିୟସନେସ୍ ତୁମେ ଆସିପାରିବ ସେ ହିଁ ଦେଇଛି ସେ ହିଁ ଖାଉଛି। ତୁ ଯେବେ ଏକ ଭାବେ ଭାବୁ ଶ୍ରଦ୍ଧା ଅଛି ବିଜୟା ଦଶମୀ ହବ ଗୁରୁବାର କିଏ କ'ଣ ପ୍ରଭୁଙ୍କ ପାଇଁ ଇଷ୍ଟ ପାଇଁ ସବୁ କରିବ। ତୁମେ ଯାହା କରିବ ତାହା ପାଇବ ନା ସେଇ ସଂସ୍କାରଟା ତୁମ ଭିତରେ ରହିବ ନା ତାର ଫଳଟା ତୁମକୁ ଭୋଗ ହବ ନା ସେ କ'ଣ ଆଉ କାହା ଭିତରେ ରହିବ କି ତୁମେ କରୁଛ ତୁମରି ଭିତରେ ରହିବ। ଯାହା ଦେଇଦେବ ଯାହା କରିଯିବ ସେଟା ତୁମ ଆକାଉଣ୍ଟରେ ରହିବ ନା ଆଉ କେଉଁ ଆକାଉଣ୍ଟରେ ରହିବ। ଯଦି ମୋତେ ପିଲା ଛୁଆ ପାଇଁକି ଥୋଇଦେଲ ସେ ପିଲା ଛୁଆ ଆକାଉଣ୍ଟରେ ରହିଲା ନା ତୁମ ଆକାଉଣ୍ଟରେ ରହିଲା। ଯଦି ଗଭୀର ଭାବରେ ଆପଣ ଭାବିବେ ନା ମୁଁ ବାବାଙ୍କୁ 20,000 ଟଙ୍କା ଦେଇଦେଲି ହାଲୋ ବାପା ସେ ସଂସ୍କାରଟା ତମ ଚିତ୍ତରେ ରହିଲା ନା ରହିଲା ନାହିଁ। ଯଦି ନ ଦେଇକି ତମେ ତମ ରଖିଥବ ସେ ତମ ଆକାଉଣ୍ଟରେ ରହିବ କି ତମ ଆକାଉଣ୍ଟରେ ରହିବ କି। କଥାଟା କେତେ ସୂକ୍ଷ୍ମ ବୁଝନ୍ତୁ। ତମ ଆକାଉଣ୍ଟରେ ରହିବ କି ସେ ପୁଅ ଆକାଉଣ୍ଟକୁ ପଳେଇବ କି ଝୁଅ ଆକାଉଣ୍ଟକୁ ପଳେଇବ। ଏ କଥାକୁ ବୁଝିପାରିବେ ନାହିଁ କାରଣ ତୁମେ ଅଜ୍ଞାନତା ଭିତରେ ଅଛ ବନ୍ଧନ ଭିତରେ ଅଛ ତୁମେ ଏ କଥା ବୁଝିପାରିବନି। ଯଦି ବୁଝିପାରିବ ତୁମ ମନର ଏଠି ଚାଲାକ କଥାଟା ଏବେ କହିଲି ଚାଲାକି ନେଇ ଦୁନିଆରେ ସମସ୍ତେ ବଞ୍ଚିଛନ୍ତି ତୁମ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି ହେବ। କାରଣ ତୁମେ ଯେହେତୁ ସରଳ ନୁହଁ ସମର୍ପିତ ନୁହଁ ତୁମ ଭିତରେ କପଟତା ଅଛି ତୁମେ ସେଇ ଜ୍ଞାନରେ ଏଇ କଥାକୁ କ'ଣ କରିବ ପରୀକ୍ଷା କରିବ ତौलिବ ନା କ'ଣ କହନ୍ତି ତାକୁ ଓଜନ କରିବ ଦେଖିବ ତौलिବ ସେ ପରୀକ୍ଷାଟା କଥାକୁ ତौलिବ। ଦେଖି ତୁମର ଯେତିକି ଜ୍ଞାନ ଆଉ ଯେତିକି ସାଧନା ତୁମେ ସେତିକି ତौलिକି ତାକୁ ଥୋଇଦେବ ଆଉ କ'ଣ ଅଛି ନାଇଁ କି ତାକୁ ମାପଚୁପୁ କରିକି ଓଜନ କରି ଥୋଇଦେବ ଆଉ କ'ଣ ଅଛି। ଇରେ ଯାହା ତୁମେ ଦେଇଲ ତମ ଆକାଉଣ୍ଟରେ ରହିଲା ଯାହା ତୁମେ ରଖିଦେଲ ସେ ତମ ଆକାଉଣ୍ଟକୁ ଯିବ କି କେବେ। ଏଇ କନସିୟସନେସ୍ ଯଦି ହଜାର ହଜାର ଲୋକଙ୍କୁ ବୁଝାଯାଏ ସେମାନେ ବୁଝିପାରିବେ। ଯଦି ବୁଝିପାରିଲେ ତାକୁ ବୁଝିପାରିଲେ ଜଷ୍ଟ ଶୁଣିଲେ ତାକୁ ବିଶ୍ୱାସ କରିପାରିବେନି କାରଣ ସେ ଗୋଟେ ପରଲୋକ ବୋଲି ଆଉ ଗୋଟେ ଜନ୍ମ ଅଛି ବୋଲି ଜାଣିନାହାନ୍ତି ମଲା ପରେ। ଯଦି ଜାଣିପାରୁଛନ୍ତି କହୁଛନ୍ତି ପ୍ରଭୁ କି କର୍ମ କରିଥିଲେ ଆଜି ଏ ଦୁଃଖ ଯନ୍ତ୍ରଣା କଷ୍ଟ ମୁଁ ଭୋଗିଲି ତାହେଲେ କ'ଣ କରିଥିଲୁ ନା ପୂର୍ବରୁ କରିଥିଲି ମୋ ଭାଗ୍ୟରେ ଥିଲା। ଜାଣିଲା ପରେ ବି ଏଇ କଥା ପ୍ରତି ବିଶ୍ୱାସ କରିପାରିବନି ସେ ଲୋଭଗ୍ରସ୍ତ ମୋହଗ୍ରସ୍ତ ହେତୁ। ତେଣୁ ଶ୍ରଦ୍ଧାବାନ ଲଭେତେ ଜ୍ଞାନମ। ତେଣୁ ଶ୍ରଦ୍ଧା ଭକ୍ତ ପ୍ରଭୁକୁ ଭଗବାନ ପୁଣି ସମସ୍ତ ସମ୍ପଦ ଦେଲେ ପୁଣି ସମସ୍ତ ସମ୍ପଦକୁ ସେ ପୁଣି ସାଧୁମାନଙ୍କ ସେବାରେ ଲଗାଇଦେଲା। ତେଣୁ ତୁମକୁ ଯାହା ପ୍ରାପ୍ତି ହେଉଛି ପୂର୍ବଜନ୍ମର ସଂସ୍କାରରୁ ସାଧୁମାନଙ୍କୁ ତାକୁ ସେ ପୁଣି ତାଙ୍କରି ସେବାରେ ଲଗାଇଦେବେ। ବୁଝିପାରୁଛନ୍ତି
ସରିଲା ଆଉ କ'ଣ ପରୀକ୍ଷା? ଯେ ପାଠ ପଢ଼େ ସେ ପରୀକ୍ଷା ଦିଏ, ଯେ ପାଠ ପଢ଼ିନାହିଁ ସେ କ'ଣ ପରୀକ୍ଷା ତାକୁ ସାର୍ ଡାକିବେ କହିବେ? ନା ସେ ଯିବ, ସେ ହଲରେ ବସିକି ଲେଖାଲେଖି କରିବ? ଯେ ମାୟା ଭିତରେ ଅଛି ସେ କ'ଣ ଜାଣିପାରିବ ମାୟା କ'ଣ? ଯିଏ ମାୟାକୁ କାଟିବାକୁ ଚାହିଁବ, ଭଗବାନଙ୍କ ପାଖରେ ମନକୁ ରଖିବାକୁ ଚାହିଁବ, ଆଶ୍ରମବାସୀ ହେବାକୁ ଚାହିଁବ, ଗୁରୁକୁଳରେ ଜୀବନ ନିର୍ବାହ କରିବାକୁ ଯିଏ ଚାହିଁବ, ସିଏ ଜାଣିବ ମାୟାଟା କ'ଣ। ଯିଏ ସଂସାର ଭିତରେ ଅଛି ସେ କ'ଣ ମାୟା ଜାଣିପାରିବ? କସ୍ମିନ୍ କାଳେ ଜାଣିପାରିବ ନାହିଁ। ଗୋଟେ ଛୋଟ କଥାଟା କହି ବନ୍ଦ କରିବା। ଜଣେ ସେ ଡିସାଇପୁଲ ପ୍ରଶ୍ନ କଲେ, କ'ଣ ଗୃହସ୍ଥାଶ୍ରମ ରହି ଭଗବାନଙ୍କୁ ପାଇହେବନି? କାଲି ରାତିର କଥା। ଠିକ୍ ଅଛି, ଆପଣ ଘର ପାଇଁ ଯାହା କଲେ ତାହା କେବେ ପୁଣ୍ୟ କି? ଶାସ୍ତ୍ର କହୁଛି, ବାବା କହୁନାହାନ୍ତି। ଯାହା ଅଲଗା ଲୋକ ପାଇଁ କଲେ ନିଃସ୍ୱାର୍ଥରେ ତାହା ହିଁ ପୁଣ୍ୟ। ଘରର ଏଇ କାମ କଲେ, ଆପଣ ନିଜ ପରିବାର ପାଇଁ କଲେ, ସେଟା ଆସକ୍ତି ଅଛି ବୋଲି କଲେ। ଆପଣ ଯେତେବେଳେ ଆଶ୍ରମବାସୀ ହେଲେ ସମସ୍ତଙ୍କ ପାଇଁ କର୍ମ କଲେ, ଠାକୁର ପାଇଁ କର୍ମ କଲେ, ଗୁରୁଙ୍କ ପାଇଁ କର୍ମ କଲେ, ଆଶ୍ରମବାସୀଙ୍କ ପାଇଁ କର୍ମ କଲେ ନିଃସ୍ୱାର୍ଥ ନିଷ୍କାମ ଭାବରେ, ତା ଆପଣଙ୍କୁ ମୁକ୍ତ କରାଇବ, ବନ୍ଧନରେ ପକାଇଦେବ ନାହିଁ। ସେଇ କର୍ମକୁ ଯଦି ଗୃହସ୍ଥ ଆଶ୍ରମ ରହି କଲେ, ଆପଣ ଭାଇ ପାଇଁ, ଭଉଣୀ ପାଇଁ, ବାପା ପାଇଁ, ମା ପାଇଁ, ବନ୍ଧୁ ପାଇଁ, ବାନ୍ଧବ ପାଇଁ, ଆପଣ ତାକୁ ବନ୍ଧନରେ ପକାଇଦେବ। ସେଇଠି ସେ ପ୍ରଶ୍ନ କଲେ, ଆମେ ଯଦି ସେଇ ଭାବ ନେଇ କରିବୁ, ସେଇ ଭାବ ନେଇ ତୁମେ କେବେ କରିପାରିବନି। ସେଠି ସେ ପରିବେଶ ନୁହେଁ। ତୁମେ ଭାବିଲେ ସେମାନେ ଭାବିବେ ନାହିଁ, ତୁମ ଭାବକୁ ସେମାନେ କ୍ଷୟ କରିଦେବେ, ନଷ୍ଟ କରିଦେବେ। ଯିଏ ଯାହା ସିଏ ଚାହେଁ ସେ ସେୟା ହଉ। ସାଧାରଣ ଭାବରେ କହନ୍ତି ନାହିଁ, ଯିଏ ଯାହା ସିଏ ଚାହେଁ ସେ ସେୟା ହଉ। ତେଣୁ ଆପଣ କରିପାରିବେ ନାହିଁ। ଏମିତି ଅନେକ ସମୟ ଆଲୋଚନା ପରେ କହିଲେ ସତ କଥା, ବାସ୍ତବ କଥା। ଦେଖନ୍ତୁ, ମୁଁ ବୁଝେଇଲି, ଆପଣ ଗୋଟେ ପରିବାଟେ ମାର୍କେଟରୁ କିଣିଲେ, ଫଳଟିଏ ମାର୍କେଟରୁ କିଣିଲେ, ନିଜେ ଖାଇବେ ବୋଲି, ତା ଦ୍ୱାରା ଆପଣ ବନ୍ଧନରେ ପଡ଼ିଲେ। ଯଦି ଆଶ୍ରମରେ ଆପଣ ରହିବେ, ଏ ଫଳଟିକୁ କିଣିଲେ, ଏ ଜିନିଷଟିକୁ କିଣିଲେ ମୋ ଭଗବାନ ପାଇଁ, ମୋ ଗୁରୁଙ୍କ ପାଇଁ, ତା ସମର୍ପଣ କଲେ, ତାପରେ ଆପଣ ପାଇଲେ ପ୍ରଭୁଙ୍କ ପ୍ରସାଦ, ଆପଣ ପାଇଲେ। ଆପଣ ବନ୍ଧନରେ କେଉଁଠି ପଡ଼ିଲେ? ଆପଣ ଯାହା କିଣି ରୋଷେଇ କଲେ, ନିଜେ ଖାଇଦେଲେ, ପରିବାର ଲୋକଙ୍କୁ ଖୁଆଇଦେଲେ, ତାହା ହିଁ ଆପଣ ବନ୍ଧନରେ ପଡ଼ିଲେ। ଯଦି ସଂସାର ଭିତରେ ରହି ଆପଣ ସମସ୍ତ ଜିନିଷ ଇଷ୍ଟଙ୍କ ପାଇଁ କିଣିବେ, ଇଷ୍ଟଙ୍କ ପାଖରେ ନୈବେଦ୍ୟ କରିବେ, ଭୋଗ କରିବେ, ଅଫର କରିଦେବେ, ଆପଣ ଆଉ ବନ୍ଧନରେ ପଡ଼ିବେ ନାହିଁ। ଏହା କ'ଣ କେବେ ସମ୍ଭବପର? ଏହା କେବେ ଆପଣ ଜୀବନଯାତ୍ରା ଭିତରେ କେତେବେଳେ କରିଛନ୍ତି? ଯଦି କରିନାହାନ୍ତି, କରିକି ଦେଖନ୍ତୁ। ସେ ଫିଲ୍ଡରେ ଏ କଥାଟା କେତେ ଦୂର ସମ୍ଭବପର ହେଇପାରୁଛି। 365 ଦିନ ତା ଭିତରେ ଆପଣ ସଂସାର ଅଛନ୍ତି, ତା ଭିତରେ ଆପଣଙ୍କର ପଡ଼ିବ ଛୁତିକା, ତା ଭିତରେ ପଡ଼ିବ ମୂର୍ତ୍ତିକା, ଜ୍ଞାତି କୁଟୁମ୍ବର ଛୁତିକା ମୂର୍ତ୍ତିକା, ତା ଭିତରେ ଶୌଚ, ଆପଣଙ୍କର ଅଶୌଚ ବି ପଡ଼ିବ। ଆପଣ କରିପାରିବେ? 5 ଦିନ କରିବେ, 10 ଦିନ ବନ୍ଦ କରିବେ, 5 ଦିନ କରିବେ, 10 ଦିନ ବନ୍ଦ କରିବେ। ତେଣୁ ଯେଉଁଠି ଯେଉଁ ପରିବେଶ, ଯେଉଁଠି ସେଇ କାମ ଗୃହସ୍ଥ ଆଶ୍ରମରେ ତୁମ ବନ୍ଧନରେ ପକାଇବ, ସେଇ କାମ ଆଶ୍ରମରେ ତୁମକୁ କ'ଣ କର ନା ମୁକ୍ତି ବା ମୋକ୍ଷ କରିଦେବ। କାହିଁକି ନା ଏଠି ଆସକ୍ତି ନାହିଁ ଅଛି, ସେଠି ଆସକ୍ତି ନାହିଁ। ଏଠି ନିଜ ପାଇଁ କରୁଛ, ସେଠି ଗୁରୁ ଭଗବାନଙ୍କ ପାଇଁ କରୁଛ। ସେଇ କାମ ଆକୁ ବୁଝିପାରନ୍ତିନି ବ୍ରହ୍ମଚାରୀମାନେ, ଆକୁ ବୁଝିପାରନ୍ତି ମାନବସ୍ଥ ଲୋକମାନେ, ଆକୁ ବୁଝିପାରନ୍ତି ନାହିଁ ଆଶ୍ରମର ଅନ୍ତବାସୀଗଣ। ଆରେ ଆମେ ଆଶ୍ରମରେ ଏଇ କାମ କରୁଛ, ଯାଉ ସେଇ କର୍ମ କରିବ ଘରେ, ତା ଦ୍ୱାରା କେତେ ଲୋକ ଉପକୃତ। ସେଇ କାମ ଆଶ୍ରମରେ କର, ଦେଖ ତା ଦ୍ୱାରା କେତେ ଭଗବାନ ଉପକୃତ ହେଉଛନ୍ତି। ତେଣୁ ଏସବୁ କଥା କେଉଁଠି ନା ଜ୍ଞାନ ରାଜ୍ୟର କଥା, ଏ ଭକ୍ତି ଜଗତର କଥା ନୁହେଁ। ଭକ୍ତି ଜଗତର କଥା ପଡ଼ିବ। ଶ୍ରଦ୍ଧା ହେଲେ ସତ୍ସଙ୍ଗର ଆଶ୍ରୟ ନେବ, ସ୍ୱାଧ୍ୟାୟ କରିବ, ସାଧୁ ସଙ୍ଗ କରିବ। ଜିତିସ୍ ଯେସା ସଙ୍ଗ ତେସାରଂ
जिते आप करी 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 चलिए आपण भितर से परिमार्जित शुद्धता पवित्रता आसब आपण मनरे जो मली रही काम क्रोध लोभ मोह मद माश्चर्य भाव धीरे 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 सब सफा हो निर्मल हो आपण भितर प्रकाशित हम मु से परमात्मा अंश विशेष से भगवान संतान ए देहरे भगवान आत्मा रूप अच्छा सब काम कराऊँच संसार भीतर ही देखिए ये कहीं कहारी नुहति कहीं क्या भल पाऊना गोटे संसार भितर थी आपण भीतर गोटे अनासक्त अवस्था गोटे निर्लिप्त अवस्था नॉन अटैचमेंट अवस्था आपण भीतर आसी परस्पर चलिए परस्पर भीतर श्रद्धा थी किंतु सांसारिक जो भल पाइबाटा सांसारिक जो आसक्तिटा स्वामी स्त्री माँ पुओ भाई भौणी ये जो आसक्तिटा आउ तुम भीतर नथब से तुम भीतर आरंभ हम रियल लव कार भगवान सहित पार्टी कार भगवान सहित केस कार भगवान सहित मनांतर किए भगवान को विरुद्ध किए जाइए ଆପଣ କହିବେ ରାକ୍ଷସ ଗଣ ଯାଇଥିଲେ ଅସୁର ଗଣ ଯାଇଥିଲେ ଭଗବାନଙ୍କର ସେଟା ଲୀଳା ଆଉ ଖେଳା ତାକୁ ବୁଝିବା ବହୁତ କଷ୍ଟ ଭକ୍ତଗଣ ଅଭିଶପ୍ତ ହେଇକି ଅସୁର ରୂପରେ ଜନ୍ମଗ୍ରହଣ କରିଛନ୍ତି ଭଗବାନ ମାରିଛନ୍ତି ଭଗବାନ ଦେଖନ୍ତୁ ଗୋଟେ କୃଷ୍ଣ ଅବତାର ଆପଣ ଦେଖନ୍ତୁ ଡିପଲି ଭାବିବେ କୃଷ୍ଣ ଅବତାର ଭଗବାନ ଅସ୍ତ୍ର ଧରି ନାହାନ୍ତି କିନ୍ତୁ ଅନେକକୁ ମାରିଛନ୍ତି ଆପଣ କ'ଣ ବୁଝିପାରିବେ ଅସ୍ତ୍ର ଧରିଲେନି ମାଇଲେ କେମିତି ବକାସୁରକୁ ଯେତେବେଳେ ଫାଡ଼ିଦେଲେ ସେ କ'ଣ ଅସ୍ତ୍ର ଧରିଥିଲେ ଅସ୍ତ୍ର ଧରିଲେ ମାରିବ ନା ଦୁଇ ହାତରେ ଫାଡ଼ିଦେଲେ ତା ଥଣ୍ଟ ଦୁଇଟାକୁ ଯେତେବେଳେ ପୋତନାକୁ ମାଇଲେ ସେ କ'ଣ ଅସ୍ତ୍ର ଧରିଛନ୍ତି ତା କ୍ଷୀର ପାନ କରୁ କରୁ ସେ ମଲା ନା ଅସ୍ତ୍ର ଧରିଲେ କି ଏମିତି ଯଦି କହିବି ଘଣ୍ଟା ଘଣ୍ଟା ଭଗବାନଙ୍କ ବିଷୟରେ କୁହାହେବ केतेटा एपिसोड हम तो ठीक है ठिकड़ा ना देखु कंस को मारी अस्त्र धरी कंस देखु देखु मरीगला ना जदि देखिए आपण जिते भगवान कृष्ण के अवतार को समीक्षा करी देखिए भगवान कौन सी जगह अस्त्र धरी ना समस्त राक्षस मान को मार देइछन्ति राम अवतार प्रभु अस्त्र धरी किंतु कृष्ण अवतार कौटे अस्त्र धरी ना राम अवतार हूँ ज्ञानर अवतार कृष्ण अवतार हूँ भक्ति और प्रेमर अवतार भक्ति प्रेमर अवतार रे भगवान कौटे अस्त्र केवे धरती ना तेणु आम साधना करी चलिबा आम भितर गोटे बड़ कथा हो आम भितर केमती श्रद्धाटा आसो तापर ऑटोमेटिक कौन हम ना विश्वास आसब विश्वास आसिले आपनकर निर्भर हम केतोले निर्भर हुए ना मोर अमक लोक पर विश्वास अच्छी से मते निश्चिंत दब से कौन है निर्भर है ना जिते तुम पाइल निर्भर कर बारंबार ताको तुम भितर कौन हम ना भक्ति भावटा जाग्रत को तुम भल पाइब जदि से पाई चलीच तुम ये भल पाई बस तुम कह मुझ सहित मिसी जाती कि एककार हो जाती कि भक्तिर परिप्रक हूँ प्रेम जो सहित मिसीज तुम प्रेम तत्वर अधिकारी हो तुम डिवाइन लव आस जीवन हो परिपूर्ण जन्म हो सार्थक तुम भितर विश्व प्रेम देखादब समस्ते आम एक बोली अनुभव हो तुम भितर कौन सी पशुवृत्ति मानवीय वृत्ति कौन सी वृत्तिर रही समस्त वृत्तिर परिसमाप्ति हम तुम हो सत चित आनंद आ प्रेममय हो साधना कर साधना कर साधना कर बिना साधना रे
କିଛି ଲବ୍ଧ ହୁଏ ନାହିଁ, ପ୍ରାପ୍ତ ହୁଏ ନାହିଁ। ତେଣୁ ସାଧନା କରି କରି ଚାଲିଲେ ତୁମେ ଡେ ବାଇ ଡେ ରୂପାନ୍ତରିତ ହେଇ ଦିନେ ମହାନ ହେଇଯିବ। ମେଡ଼ିଟେଟ୍ ମେଡ଼ିଟେଟ୍ ମେଡ଼ିଟେଟ୍, ୱାନ୍ ଡେ ୟୁ ୱିଲ୍ ବି ଡିଭାଇନ୍। ବନତ ବନନ୍ତ ବନ ଯାଇ। ପ୍ରାକ୍ଟିସ୍ 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 ମେକ୍ସ ମ୍ୟାନ୍ ପରଫେକ୍ଟ। ଆଦୌ ଶ୍ରଦ୍ଧା ଆସୁ ମନରେ। ଯଦି ଶ୍ରଦ୍ଧା ନାହିଁ, ଯାହା କରିବ ତା ରେଜଲ୍ଟ କିଛି ଭଲ ମିଳିବ ନାହିଁ। ଶ୍ରଦ୍ଧା ଆମର ରହିଛି। ଯେଉଁ ଶ୍ରଦ୍ଧା ଆମ ଭିତରେ ଅଛି ତାହା ହେଉଛି ଅନିତ୍ୟ ପ୍ରତି ଶ୍ରଦ୍ଧା। ଆମର ନିତ୍ୟ ପ୍ରତି ଶ୍ରଦ୍ଧା ଆସୁ। ଅନିତ୍ୟ ଶ୍ରଦ୍ଧାଟା କଣ୍ଟିନ୍ୟୁ କରେ ନାହିଁ। ଏ ଅନିତ୍ୟ ଶ୍ରଦ୍ଧାଟା ଦୁଃଖ ଯନ୍ତ୍ରଣା କଷ୍ଟ ଦିଏ। ତାକୁ ବୁଝେଇଲେ ବହୁତ ସମୟ। ନିତ୍ୟ ଶ୍ରଦ୍ଧା ପରମାନେଣ୍ଟ ରହେ। ତା ଦୁଃଖ ଯନ୍ତ୍ରଣା କଷ୍ଟ ଦିଏ ନାହିଁ। ତା ଜନ୍ମ ଜନ୍ମାନ୍ତର ପର୍ଯ୍ୟନ୍ତ ପରମାତ୍ମା ପରମ ବ୍ରହ୍ମଙ୍କ ସହିତ ମିଳନ ନ ହେବା ପର୍ଯ୍ୟନ୍ତ ସେ ଶ୍ରଦ୍ଧାଟା ବଳବତ୍ତର ହେଇ ବଢ଼ି 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 ଚାଲିଥାଏ। ଯେତେ ଶ୍ରଦ୍ଧା ବଢ଼ିବ ସେତେ ଜ୍ଞାନର ଅଧିକାରୀ ହେବ, ସେତେ ଶାନ୍ତି ପାଇବ। ତୁମେ ସେତେ ତମ ସମସ୍ତ ଇନ୍ଦ୍ରିୟ ଗଣକୁ, ପ୍ରକୃତି ଗଣକୁ ତୁମେ କଣ୍ଟ୍ରୋଲ ମଚିରେଣେ ଅଧିଗଚ୍ଛତି। ତୁମେ ତାକୁ ନିୟନ୍ତ୍ରଣ ଆୟତ ସ୍ୱତଃ କରିପାରିବ। ଯାହା ଭିତରେ ଜ୍ଞାନ ନାହିଁ, ଶ୍ରଦ୍ଧା ନଥିବାର ଜ୍ଞାନ ନାହିଁ, ଯାହାର ଜ୍ଞାନ ନାହିଁ ତାର ଶାନ୍ତି ନାହିଁ। ତାର ଇନ୍ଦ୍ରିୟମାନେ ତାର ବହିର୍ମୁଖୀ ଅନ୍ତର୍ମୁଖୀ ନୁହନ୍ତି। ତାର ଇନ୍ଦ୍ରିୟମାନେ ମିତ୍ର ନୁହନ୍ତି। ତାର ଇନ୍ଦ୍ରିୟଗଣ ପ୍ରକୃତି ଗଣ ତାର କ'ଣ ଶତ୍ରୁ। ତେଣୁ ସତ୍ସଙ୍ଗ ମିସ୍ କରନ୍ତୁ ନାହିଁ। ସତ୍ସଙ୍ଗର ଆଶ୍ରୟ ନିଅନ୍ତୁ। କେତେ ଚାଲାକ, ଦୋକାନ ବନ୍ଦ କରି ଯିବା, ବେପାର ହେବ ବା। କରୁଥା ବାପା ବେପାର। ତୋ ହିସାବ ତୋ ପାଖରେ, ଉପରବାଲା ଜଣେ ଅଛି, ତାର ହିସାବ ଉପରେ ଅଛି। କେତେ ଚାଲାକ। ସେ ଯଦି ପଚାରିବ, ସେ ବିଭିନ୍ନ ବାହାନା ଦେଖେଇ ମନ କ'ଣ କରିବ, ତମକୁ ବୁଝେଇ ଦେବ। ସିଏ ତମକୁ ବୁଝେଇବ। କାହିଁ କହିଲ? ତା ପାଖରେ ଚାଲାକି ଅଛି। କାଲି ଗୋଟେ ଏଭଳି ଦିନ ଥିଲା, ଜଣେ ଶିଷ୍ୟର ଏଭଳି ଅନେକ ପ୍ରଶ୍ନ ଥିଲା। ଆମକୁ ଏତେ ଖୁସି ଲାଗିଲା, ଏତେ ଆନନ୍ଦ ଲାଗିଲା। କେତେ ଚିନ୍ତା ପରେ ପ୍ରଶ୍ନ ଆସିଛି। ସମସ୍ତ ପ୍ରଶ୍ନର ଭଗବାନ କୃଷ୍ଣ ଅବତାରରେ ଅର୍ଜୁନକୁ ଦେଇ ଦେଇ ଚାଲିଛନ୍ତି। ଲାଷ୍ଟକୁ କହିଛନ୍ତି 18 ଅଧ୍ୟାୟର 66 ଶ୍ଲୋକ, ସର୍ବଧର୍ମାନଂ ପରିତ୍ୟଜ୍ୟ ମାଂ ଶରଣଂ ବ୍ରଜ ଅହଂ ତ୍ୱଂ ସର୍ବ ପାପେଭ୍ୟ ମୋକ୍ଷୟିଷ୍ୟାମି ମାଂ ଶୁଚ। ବିଶ୍ୱାସ ଆସିଲେ ସବୁ ପ୍ରଶ୍ନର ଉତ୍ତର ପାଇପାରିବ। ବିଶ୍ୱାସ ଆସିଲେ, ପୂର୍ଣ୍ଣ ବିଶ୍ୱାସ ଆସିଲେ ତମର ସମର୍ପଣ ଭାବ ହେବ। ସେତେବେଳେ ତମର ସମସ୍ତ ଚାଲାଖିର ପରିସମାପ୍ତି ହେବ। ସ୍ୱପ୍ନ ଦେଖୁଛ, ଚାଲାଖିରେ ବଞ୍ଚିଛ ନା? ଠିକ୍ ଅଛି। ଶେଷରେ କ୍ରିୟାଯୋଗ ପରମ୍ପରାର ସମସ୍ତ ଗୁରୁମାନଙ୍କୁ ପ୍ରଣାମ କରୁଛି। ବିଶ୍ୱର ପ୍ରତ୍ୟେକ ସମ୍ପ୍ରଦାୟର ଗୁରୁମାନଙ୍କୁ ମୁଁ ପ୍ରଣାମ କରୁଛି। ଉପସ୍ଥିତ ଭଗବତ ସ୍ୱରୂପ ଗଣ ସବୁରି ଭିତରେ ଜଗନ୍ନାଥଙ୍କୁ ଉପଲବ୍ଧି କରି ମୁଁ ପ୍ରଣାମ କରୁଛି। ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ହରି ଓମ୍ ତତ୍ସତ୍। ଜୟ ଗୁରୁଦେବ, ଜୟ ଜଗନ୍ନାଥ।